हरे कृष्ण प्रभु जी। हरे कृष्ण प्रभु जी। ଆଜ୍ଞା ପ୍ରଭୁଜୀ ମହେନ୍ଦ୍ର ପ୍ରଭୁଜୀ ହରେ କୃଷ୍ଣ ପ୍ରଭୁଜୀ ପ୍ରଣାମ। ତାହେଲେ ପ୍ରणाम। ତାହେଲେ ଛୋଟିଆ ଟିକେ କୀର୍ତ୍ତନ କରିଦେଇକିରି ଆରମ୍ଭ କରିବା ପ୍ରଭୁ जी। ହଉ ଠିକ ଅଛି ପ୍ରଭୁଜୀ କରିଦିଅନ୍ତୁ। ତାହେଲେ ଅନୁମୋଦନ କାର୍ଯ୍ୟକ୍ରମକୁ ମୁଁ ଏଟା କରିଦେଇକି ତାପରେ ଭଗବାନଙ୍କୁ ଟିକେ ପ୍ରାର୍ଥନା କରିଦେଇକି ଆଜ୍ଞା ତାପରେ ଅନୁମୋଦନ କାର୍ଯ୍ୟର ଯେତିକି ମତେ ଆସିବ, ମୁଁ ତ କମ ଦିନ ଟିକେ ଶୁଣିଥିଲି, ଆଜ୍ଞା ଯାହା ହବ ତା ସାଙ୍ଗେ ସାଙ୍ଗେ କହିଦେବି। ହଉ ଠିକ ଅଛି ପ୍ରଭୁଜୀ ଆପଣଙ୍କ ପରେ ମୁଁ କହିବି। ଠିକ ଅଛି ପ୍ରଭୁ जी, ହରେ ହଉ କୃଷ୍ଣ। ଠିକ ଅଛି ପ୍ରଭୁ। ଇସ୍କନ ମାଙ୍ଗଲୋର ପକ୍ଷରୁ ସମସ୍ତ ଭକ୍ତଙ୍କୁ ସ୍ୱାଗତ ଜଣାଉଛୁ। ଆଜି ହେଉଛି ଆମର ଅନୁମୋଦନ କାର୍ଯ୍ୟକ୍ରମ। ଭଗବାନଙ୍କୁ ପ୍ରାର୍ଥନା କରିବା। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। ओम अज्ञानतिमिरान्धस्य ज्ञानाञ्जनशलाकया चक्षुरुन्मीलितं येन तस्मै श्रीगुरवे नमः। श्रीचैतन्यमनोभीष्टं स्थापितं येन भूतले स्वयं रूप कदा मह्यं ददाति स्वपदान्तिकं। वन्देऽहं श्रीगुरु श्रीयुतपदकमलं श्रीगुरुन् वैष्णवांश्च श्रीरूपं साग्रजातं सगण रघुनाथान्वितं तं सजीवं साद्वैतं सावधूतं परिजनसहितं कृष्ण चैतन्यदेवं श्रीराधाकृष्णपादान् सगण ललिता श्रीविशाखान्वितांश्च नमो विष्णुपादाय कृष्णप्रेष्ठाय भूतले श्रीमते भक्तिवेदान्त स्वामिनीति नामिने नमस्ते सरस्वती देवै गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे हे कृष्ण करुणा सिंधु दीनबंधु जगतपते गोपेश गोपिका कांत राधा कांत नमस्तुते तप्त कांचन गौरांगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये नमो महावदान्याय कृष्ण प्रेम प्रदायते कृष्णाय कृष्ण चैतन्य नाम्ने गौरत्पिषे नमः। वाञ्छाकल्पतरुभ्यश्च कृपा सिन्धुभ्य एव च पतितानां पावनेभ्यो वैष्णवेभ्यो नमो नमो। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौर भक्त वृंद हरे कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे 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 कृष्ण 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 हरे 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 राम 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 हरे हरे। श्रीमद् भागवतम चतुर्थ स्कंद ଅନୁମୋଦନ କାର୍ଯ୍ୟକ୍ରମ ଅଧ୍ୟାୟ ହେଲା 13 ଧ୍ରୁବ ଚରିତ୍ର ସମ୍ବନ୍ଧରେ। ସର୍ବପ୍ରଥମେ ମୁଁ ଗୁରୁଙ୍କର ଚରଣ କମଳରେ ଦଣ୍ଡବତ ପ୍ରଣାମ ଜଣାଉଛି। ସମସ୍ତ ସାମ୍ପ୍ରଦାୟିକ ଗୁରୁମାନଙ୍କର ଚରଣ କମଳରେ ପ୍ରଣାମ ଜଣାଉଛି। ଏଇ କ୍ଲାସ ନଉଥିବା ଗୁରୁଙ୍କର ଆଦେଶ ନେଇ ଅନୁମତି ନେଇ ଅନୁମୋଦନ କରିବାକୁ ଆଗେଇ ଯାଉଛି ଏବଂ ଭଗବାନଙ୍କର କୃପା ନେଇ ମତେ ଯେତିକି ଦୃଷ୍ଟ ହେବ, କଣ୍ଠରେ ଯାହା ଭଗବାନ ଦେବେ ତାକୁ ବର୍ଣ୍ଣନା କରିବାକୁ ଯାଉଛି। ମହତ୍ ଗୋଟେ କଥାବସ୍ତୁ। ଭାଗବତର ତ ପ୍ରତ୍ୟେକ ଛତ୍ରେ ଛତ୍ରେ ଅତ୍ୟନ୍ତ ଦିବ୍ୟ ଶବ୍ଦ ର ସଂଯୋଜନା ଏବଂ ଆମ ପାଇଁ ଉପାଦେୟ ପୂର୍ଣ୍ଣ କଥାବସ୍ତୁ ରହିଛି। ସେଇ କଥାବସ୍ତୁ ଭିତରୁ ଏଇ ତୃତୀୟ ଅଧ୍ୟାୟ ଚତୁର୍ଥ ସ୍କନ୍ଧର ଏଇ ଯୋଉ କି ତ୍ରୟୋଦଶ ଅଧ୍ୟାୟ ଧ୍ରୁବ ଚରିତ୍ର କଥା ଆମେ ଅନୁମୋଦନ କରିବା। ପ୍ରଭୁଜୀ ଭାରି ସୁନ୍ଦର ଭାବରେ 5ଟା କ୍ଲାସରେ ତାକୁ ବର୍ଣ୍ଣନା କରିଛନ୍ତି। ଏତେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି, ବିଷୟବସ୍ତୁକୁ ସଂଯୋଜନା କରିବା ଏବଂ ସମସ୍ତଙ୍କ ପାଖରେ ବେଶ ଉପାଦେୟ ପୂର୍ଣ୍ଣ ଆମର ହେଇପାରିଛି। ଯେମିତିକି ଏଇ ଯୋଉ ସ୍କନ୍ଧଟା ରହିଛି, ଅଷ୍ଟମ ଅଧ୍ୟାୟରୁ ଦେଖିଲେ ଜଣାପଡେ ଧ୍ରୁବଙ୍କର ବନଗମନ, ତାପରେ ଧ୍ରୁବଙ୍କର ଗୃହକୁ ପ୍ରତ୍ୟାବର୍ତ୍ତନ, ଉତ୍ତମଙ୍କର ମୃତ୍ୟୁ ଏବଂ ଧ୍ରୁବଙ୍କର ଯକ୍ଷ ମାନଙ୍କର ସଙ୍ଗେ ଯୁଦ୍ଧ କରିବା ଏବଂ
ଏ ଯୁଦ୍ଧ ବନ୍ଦ କରିବା ପାଇଁ ଧ୍ରୁବଙ୍କୁ ସ୍ୱୟଂଭବ ମନୁଙ୍କର ଯୋଉ ପରାମର୍ଶ ଏବଂ ପରାମର୍ଶ ଗ୍ରହଣ କରି ସାଙ୍ଗେ ସାଙ୍ଗେ ସେ କଣ କରିଛନ୍ତି ନା ନିଜକୁ ଯାଇକିରି କୁବେରଙ୍କ ପାଖରେ ଯିଏକି ଏଇ ଏଇ ଯକ୍ଷ ମାନଙ୍କ ଯିଏକି ଅଧିପତି ତାଙ୍କ ପାଖରେ ସେ କ୍ଷମା ଭିକ୍ଷା କରିଛନ୍ତି, ଆଶୀର୍ବାଦ ନେଇଛନ୍ତି ଏବଂ ଧ୍ରୁବଙ୍କୁ କୁବେରଙ୍କର ବରଦାନ ହେଇଛି। ଧ୍ରୁବଙ୍କର ବିଷ୍ଣୁ ଲୋକ ପ୍ରାପ୍ତି ହେଇଯାଇଛି। 33,000 ବର୍ଷ କାଳ ରାଜତ୍ୱ କଲା ପରେ ଧ୍ରୁବ ତାପରେ ସେ ତାଙ୍କର ପୁତ୍ରକୁ ରାଜ୍ୟ ତଥା ଭାର ଦେଇକିରି ସେଠାରୁ ସେ ବାହାରି ଯାଇଛନ୍ତି। ଏଇ ବଦରିକା ଆଶ୍ରମକୁ ଚାଲି ଯାଇଛନ୍ତି ବା ଜଙ୍ଗଲକୁ ସିଆଡେ ଯାଇଛନ୍ତି। ସେ ତାରି ସମ୍ବନ୍ଧରେ ଆଉ ବିଶେଷ କିଛି ଆଲୋଚନା କରିବାର ନାହିଁ। ଗୋଟେ କଥା ବୁଝିବା, ଧ୍ରୁବ ବଂଶର ବର୍ଣ୍ଣନା କଥା ବୁଝିବା। ରାଜା ଅଙ୍ଗଙ୍କର ଏଇ ଯୋଉ କି ଚରିତ୍ର କଥା ଯାରେ ଧ୍ରୁବ ବଂଶର ବର୍ଣ୍ଣନା ବା ରାଜା ରାଜା ଅଙ୍ଗଙ୍କର ଚରିତ୍ର, ଏଇଟାକୁ ଏମିତି ଆମର ଯଦି ଶୀର୍ଷକ କହିବା ଆଉ ଟିକେ ଭଲ ହବ। ଧ୍ରୁବ ବଂଶର ବର୍ଣ୍ଣନା, ରାଜା ଅଙ୍ଗଙ୍କ ଚରିତ୍ର, ଦୁଇଟା କଥା ଯାକ ସୁନ୍ଦର ଭାବରେ ହେଇଛି। ଧ୍ରୁବଙ୍କର ପୁତ୍ର ଥିଲେ ଉତ୍କଳ। ଏଇ ଉତ୍କଳଙ୍କର ହାତରେ ସେ ତାଙ୍କ ରାଜ୍ୟଭାର ଦେଇଦେଲେ। ଯେତେବେଳେ ଧ୍ରୁବ ଘର ଛାଡି ଯାଇଛନ୍ତି ସେ ସମୟରେ ତାଙ୍କ ପ୍ରଜାବତ୍ସଳ ହେତୁ ତାଙ୍କ ପାଖରେ ଯୋଉ ପ୍ରଜାବତ୍ସଳତା ଥିଲା ତା ପାଇଁ ସମସ୍ତେ ବହୁତ ପ୍ରଶଂସା ତାଙ୍କୁ କରିଛନ୍ତି, ତାଙ୍କୁ ବହୁତ ସମ୍ମାନ ଜଣେଇଛନ୍ତି। ତଥାପି ସେ ଯେତେବେଳେ ଭଗବାନଙ୍କର ଦର୍ଶନ କରି ଯାଇଛନ୍ତି, ପ୍ରତ୍ୟେକଙ୍କର ହୃଦୟରେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ନିଜ ପାଖରେ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେ ଆଉ ଏଇ 33,000 ବର୍ଷ ପୃଥିବୀକୁ ରାଜତ୍ୱ କଲା ପରେ ଆଉ ରହିବାକୁ ଚାହିଁନାହାନ୍ତି। ତାଙ୍କର ପୁତ୍ର ଉତ୍କଳଙ୍କର ହାତରେ ସିଂହାସନ ଅର୍ପଣ କରିଛନ୍ତି। ତ ଉତ୍କଳକୁ ଯୋଉ ସିଂହାସନ ଅର୍ପଣ କଲେ, ମହାରାଜ ଧ୍ରୁବ ବନବାସରେ ଚାଲିଯିବା ପରେ ତାଙ୍କର ପୁତ୍ର ଉତ୍କଳ ପିତାଙ୍କର ସାର୍ବଭୌମ ବୈଭବ ଓ ରାଜ୍ୟ ସିଂହାସନକୁ ଆଦୌ ଅଙ୍ଗୀକାର କଲେ ନାହିଁ। ସେ ଜନ୍ମରୁ ହିଁ ଶାନ୍ତଚିତ୍ତ ଥିଲେ, ଆସକ୍ତି ଶୂନ୍ୟ ଥିଲେ ଓ ସମଦର୍ଶୀ ଥିଲେ ତଥା ସମସ୍ତଙ୍କୁ ନିଜ ଆତ୍ମାରେ ଓ ନିଜ ଆତ୍ମାକୁ ସମସ୍ତଙ୍କ ଭିତରେ ସେ ଦର୍ଶନ କରୁଥିଲେ। ତାଙ୍କର ଯୋଉ ଆମର କଣ ଅଛି ନା ବାହ୍ୟ ଶରୀର, ଅନ୍ତ ଶରୀର, ତାଙ୍କର ଏଇ ଯୋଉ ଅନ୍ତକରଣ ବା ମନ ଭିତରେ କୌଣସି ପ୍ରକାର ବାସନା ସ୍ପର୍ଶ କରିପାରିନଥିଲା। ସେ ନିଜର ଆତ୍ମାକୁ ବିଶୁଦ୍ଧ ରଖିଥିଲେ, ସର୍ବବ୍ୟାପକ ରୂପରେ ସମସ୍ତଙ୍କୁ ଦେଖୁଥିଲେ, ସକଳ ପ୍ରକାର ବିଭେଦରୁ ସେ ରହିତ ଥିଲେ ବା ତାକୁ ତ୍ୟାଗ କରିଥିଲେ। ପ୍ରଶାନ୍ତ ବ୍ରହ୍ମାଙ୍କୁ ହିଁ ସେ ନିଜର ସ୍ୱରୂପ ବୋଲି ବୁଝିଥିଲେ ଏବଂ କୌଣସି ବସ୍ତୁକୁ ନିଜ ଆତ୍ମା ଠାରେ ଭିନ୍ନ ମଣୁ ନଥିଲେ। ସେ ଏଇଭଳି ତ୍ୟାଗପୂତ ହେଇକି ଭଗବାନଙ୍କର ସମ୍ବନ୍ଧରେ ଜ୍ଞାନ ଥିବା ହେତୁ ଅନ୍ଧ ଭଳିଆ ହଉ, କାଳ ଭଳିଆ ହଉ, ପାଗଳ ଭଳିଆ ହଉ, ମୂକ ଭଳିଆ ହଉ, ଏଇଭଳିଆ ସର୍ବସାଧାରଣ ଦେଖାଯାଉଥିଲେ ମଧ୍ୟ ସେ କିନ୍ତୁ ସେଇଆ ନଥିଲେ। ତାଙ୍କର ଅନ୍ତଃକରଣରେ ବେଶ ତେଜ ଥିଲା। କିନ୍ତୁ ଏଇ କଥାକୁ ଯେଉଁମାନେ ଜାଣିପାରନ୍ତି ନାହିଁ, ସାଧାରଣ ଲୋକ, ସେଇ ଲୋକମାନେ ତଥା ଆହୁରି ଯେଉଁ ରାଜ୍ୟ ଶାସନ ଦିଗରେ ମନ୍ତ୍ରୀ ପାରିଷଦ ମାନେ ଅଛନ୍ତି ଭାବିଲେ ଯେ ଏ ହଉଛି ଗୋଟେ କି ଉତ୍କଳ, ଏଇଟା ହଉଛି ଗୋଟେ କୌଣସି କାମକୁ ନାହିଁ, ମୂର୍ଖଟା, ପାଗଳଟା ବୋଲିକିରି ଭାବିକି ତାଙ୍କର ସାନ ଭାଇ ଭୂମିପୁତ୍ର ବତ୍ସରଙ୍କୁ ସେ ରାଜା କରିଦେଲେ। ହେଲେ ବତ୍ସରଙ୍କୁ ଯେତେବେଳେ ରାଜା କରିଦେଇଛନ୍ତି, ତା ସମ୍ବନ୍ଧରେ ଆମେ ତାଙ୍କର ବଂଶଧର ବା ଧୀରେ ଧୀରେ କେମିତି ବଢିଛନ୍ତି ସେଇ କଥା ବୁଝିବା। ତାଙ୍କର ସାନ ପୁଅ ଥିଲେ ଭୂମିପୁତ୍ର ବା ବତ୍ସର, ସେ ରାଜା ହେଲେ। ଆଉ ତାଙ୍କର ସ୍ତ୍ରୀ ଥିଲେ ସର୍ବିଥି। ତାଙ୍କର 6 ଜଣ ପୁଅ ଥିଲେ, ପୁଷ୍ପାର୍ଣ୍ଣ, ତିଗ୍ମକେତୁ, ଈଶ, ଉର୍ଜ, ବସୁ ଏବଂ ଜୟ। ତ ଦେଖାଯାଇଛି ପୁଷ୍ପାର୍ଣ୍ଣଙ୍କର 2ଟି ପତ୍ନୀ ଥିଲେ, ପ୍ରଭା ଏବଂ ଦୋସା। এই ପ୍ରଭା ଏବଂ ଦୋସାଙ୍କର 3 ଲେଖାଏଁ ପୁଅ ଥିଲେ। ପ୍ରଭାଙ୍କର ପୁଅ ଥିଲେ ପ୍ରାତ, ମଧ୍ୟମ ଦିନ ଏବଂ ସାୟଂ। ଦୋସାଙ୍କର ଥିଲେ ପ୍ରଦୋଷ, ନିଶୀଥ, ବ୍ୟସ୍ତ। ସତେ ଯେମିତିକି ଗୋଟିଏ ପାଖଟା ଦିନ ହେଲେ ଗୋଟିଏ ପାଖଟା ରାତି ଭଳିଆ ତାଙ୍କର ଏମିତି ପୁତ୍ର ମାନଙ୍କର ବ୍ୟବସ୍ଥା ଥିଲା। ସେ କଥା ବିଶେଷ ଆଉ ଏଥିରେ ଆଲୋଚନା ହେଇନାହିଁ।
ଆଉ ଏଠି ଆମେ ବୁଝିବା ଏ ବ୍ୟୁଷ୍ଟ ଯୋଉ ଥିଲେ, ଏ ଦୋସାଙ୍କର ଯୋଉ 3 ନମ୍ବର ପୁଅ ଥିଲେ ବ୍ୟୁଷ୍ଟ, ତାଙ୍କର ସ୍ତ୍ରୀ ହଉଛନ୍ତି ପୁଷ୍କରିଣୀ, ତାଙ୍କର ପୁତ୍ର ହେଉଛନ୍ତି ସର୍ବତେଜା, ଆଉ ସର୍ବତେଜାଙ୍କର ପତ୍ନୀ ହେଉଛନ୍ତି ଆକୁତି, ତାଙ୍କର ପୁତ୍ର ହେଉଛନ୍ତି ଚକ୍ଷୁ, ଚାକ୍ଷୁଷ ମନ୍ମନ୍ତରରେ ସେ ମନୁ ହେଲେ, ତାଙ୍କର ସ୍ତ୍ରୀ ଥିଲେ ନଡବଳା, ଓ ତାଙ୍କର 12ଟି ସନ୍ତାନ ଥିଲେ। ତାଙ୍କର ଯୋଉ 12ଟି ସନ୍ତାନ ଥିଲେ, ଏଇଟା ଥିଲେ ଚକ୍ଷୁମନୁ, ନଡବଳାଙ୍କର 12 ପୁତ୍ର, ପୁରୁ, କୁଶ, ତ୍ରିତ, ଦ୍ୟୁମ୍ନ, ସତ୍ୟବାନ, ଋତୁ, ବ୍ରତ, ଅଗ୍ନିଷ୍ଟୋମ, ଅତିରାତ୍ର, ପ୍ରଦ୍ୟୁମ୍ନ, ଶିବି ଓ ଉଲ୍ମୁକ। এই ଉଲ୍ମୁକଙ୍କର ପତ୍ନୀ ହେଉଛନ୍ତି ପୁଷ୍କରିଣୀ, ତାଙ୍କର ପୁଣି 6ଟି ପୁତ୍ର ଥିଲେ, ଅଙ୍ଗ, ସୁମନା, ଖ୍ୟାତି, କ୍ରତୁ, ଅଙ୍ଗିରା ଏବଂ ଗୟ। ଅଙ୍ଗଙ୍କର ପତ୍ନୀ ହେଉଛନ୍ତି ସୁନିଥା, ତାଙ୍କର ପୁତ୍ର ହେଉଛନ୍ତି ବେଣ। ଏଇ ବେଣ ହେଉଛନ୍ତି ଭାରି କ୍ରୂର କର୍ମ, ଭାରି ନିଷ୍ଠୁର, ନିର୍ଦ୍ଦୟ। ତାଙ୍କରି କଥାକୁ ବିଶେଷ ଆଲୋଚନା କରାଯାଇଛି। ଏ ଜାଗାରେ ଆମ ପାଖରେ ବହୁତ ଗୁଡେ ଶିକ୍ଷା ବି ଦିଆଯାଇଛି। ଗ୍ରାହସ୍ୟ ଧର୍ମ ସମ୍ବନ୍ଧରେ ଆମେ ଏଇ ଅଙ୍ଗ ଏବଂ ତାଙ୍କର ପତ୍ନୀ ସୁନିତା ପାଖରୁ ବହୁତ କଥା ଶିଖିବାକୁ ପାଇବା, ଜାଣିବାକୁ ପାଇବା। ଏ ତାଙ୍କର ପୁତ୍ର ହେଉଛନ୍ତି ଏଇ ବେଣଙ୍କର ଦୁଷ୍ଟତା ଯୋଗୁଁ ଅଙ୍ଗରାଜ ଆଦୌ ସହି ପାରିଲେନି ଏବଂ ଅଙ୍ଗ ନଗର ଛାଡିକିରି ଚାଲିଗଲେ। ଆଉ ଯେତେବେଳେ ବେଣ ସେ ତାଙ୍କର କାର୍ଯ୍ୟକଳାପ କଲେ, ସେ କଣ କହିଲେ ଅତି କ୍ରୂର ଥିଲେ, ନିଷ୍ଠୁର ଥିଲେ। ଏଇଭଳିଆ ତାଙ୍କର ନିଷ୍ଠୁରତା ଦେଖିକିରି ଋଷିମାନେ ଆଦୌ ସହ୍ୟ କରି, ଆଗେ କଣ ହଉଥିଲା ନା, ରାଜା ଯୋଉ ଶାସନ କରିବେ, ତାଙ୍କର ଯୋଉ ରାଜ୍ୟରେ ତପସ୍ୱୀ ମାନେ ରହିଛନ୍ତି ତାଙ୍କୁ ହିଁ ଆଧାର କରିକିରି, ତାଙ୍କର ପରାମର୍ଶ ନେଇକିରି ସେ ରାଜ୍ୟ ଶାସନ କରୁଥିଲେ। ଆଉ ଏକେ ତ ପ୍ରଜା ମାନେ ରାଜାଙ୍କର ଯେଭଳିଆ ଶାସନ କାର୍ଯ୍ୟ ଚାଲୁନା କାହିଁକି, ତାଙ୍କର ଆଜ୍ଞାବହ ହେଇକିରି ସେମାନେ ଚାଲୁଥିଲେ। କିନ୍ତୁ ଋଷିମୁନି ମାନଙ୍କ ପକ୍ଷରେ ତା ଗ୍ରହଣୀୟ ହେଲା ନାହିଁ ଏବଂ ସେମାନଙ୍କର ଅଭିଶାପ କ୍ରମେ ବେଣଙ୍କର ତାପରେ ମୃତ୍ୟୁ ହେଇଯାଇଛି। ତାପରେ ବେଣଙ୍କର ମୃତ୍ୟୁ ହେଲା ପରେ ଦେଖିଲେ କାହା ଗୋଟେ ରାଜା କରିବା ପାଇଁ, ରାଜା ହେବା ପାଇଁ କେହି ଆଉ ରାଜି ନୁହନ୍ତି ବା ସେଇଭଳିଆ ଲୋକଟେ ପାଇଲେ ନାହିଁ। ଯେତେବେଳେ ପାଇଲେ ନାହିଁ, ତେଣୁ କରି କଣ କରିଛନ୍ତି ନା, ଏଇ ମୁନି ମାନେ ବେଣଙ୍କର ଡାହାଣ ଭୁଜଟିକୁ ମନ୍ଥନ କରିଛନ୍ତି। ତାଙ୍କୁ ଯୋଉ ରଖା ହେଇଥିଲା, ମୃତ୍ୟୁ ହେଲା ପରେ ମଧ୍ୟ ତାଙ୍କୁ ଶବ ଦେବା ପାଇଁ, କାନ୍ଧେଇବା ପାଇଁ ମଧ୍ୟ ଲୋକ ପାଇନଥିଲେ। ସେ ଯେହେତୁ ରଖା ହେଇଥିଲା, ତାଙ୍କର ଡାହାଣ ଭୁଜଟିକୁ ମନ୍ଥନ କଲେ। ବିଷ୍ଣୁଙ୍କର ଅଂଶ ଅବତାର ଆଦି ସମ୍ରାଟ ମହାରାଜ ପୃଥୁ ସେଥିରୁ ଆବିର୍ଭୂତ ହେଇଥିଲେ। ଯାହା ହଉ, ଏ କଥାବସ୍ତୁ ଗୁଡାକ ପ୍ରକୃତରେ ନୈମିଷାରଣ୍ୟର କଥାବସ୍ତୁ। ନୈମିଷାରଣ୍ୟରେ ସୁତ ଗୋସ୍ୱାମୀ ବକ୍ତା ଅଛନ୍ତି ବା କଥା ଶୁଣାଉଛନ୍ତି ଭଗବାନଙ୍କର। ନୈମିଷାରଣ୍ୟରେ ସୌନକ ଆଦି ଯୋଉ ମୁନିମାନେ ରହିଛନ୍ତି, ତାଙ୍କୁ ଯାହା ପ୍ରଶ୍ନ କରିଛନ୍ତି ଭଗବାନ ସମ୍ବନ୍ଧରେ ସେ କହୁଛନ୍ତି। କୋଉ କଥାକୁ କହୁଛନ୍ତି? ଯାହା ଘଟି ଯାଇଥିବା କଥା। ଏଇ ଘଟି ଯାଇଥିବା କୋଉଠି କଥା ନା, ମୈତ୍ରେୟ ମୁନି ବିଦୁରକୁ ଯାହା ଶୁଣାଉଛନ୍ତି, ସେଇ କଥାକୁ ସୁତ ଗୋସ୍ୱାମୀ ସୌନକ ଆଦି ମୁନି ମାନଙ୍କୁ ଶୁଣାଉଛନ୍ତି। ଆଉ ସୌନକ ଆଦି ମୁନି ଏଇ କଥା ଶୁଣିବା ପାଇଁ ବହୁତ ଆଗ୍ରହୀ ଅଛନ୍ତି। ହେଲେ ଏଇ ରାଜର୍ଷି ଅଙ୍ଗ କଣ ପାଇଁ ଏଇଭଳିଆ ଏତେ ସୁନ୍ଦର ରାଜା? ମହାରାଜ ଅଙ୍ଗ ତ ଜଣେ ବଡ ସୁଶୀଳ ଥିଲେ, ସାଧୁ ଥିଲେ, ପ୍ରଜାବତ୍ସଲ ଥିଲେ, ବ୍ରାହ୍ମଣ ଭକ୍ତ ଥିଲେ, ମହାତ୍ମା ବି ଥିଲେ। ତାଙ୍କର ବେଣଙ୍କ ପରି ଦୁଷ୍ଟ ପୁତ୍ର କିପରି ଜନ୍ମ ହେଲେ, ଯାହାଙ୍କର ପାଇଁ ସେ ଭାରି ଦୁଃଖିତ ହେଇକିରି ନଗର ଛାଡିକିରି ସେ ଚାଲି ଯାଇଛନ୍ତି? ତ ଏଇଟା ଆମ ପାଇଁ ମଧ୍ୟ ଚିନ୍ତାର ବିଷୟ। ଆମେ ବୁଝୁଛେ ଏଇ ଜନ୍ମରେ ଜନ୍ମ ହେଲେ ମୃତ୍ୟୁ ହେଲା ପରେ ସବୁ ସରିଗଲା। ନା, ଆମର କର୍ମଫଳ, ଆମର ଯୋଉ ଗୁଣ, ଏଇଗୁଡାକ କେବେ ହେଲେ ଲିଭେ ନାହିଁ। ଏଇଟା ଯେତେବେଳେ ପର୍ଯ୍ୟନ୍ତ ଭଗବାନଙ୍କର ପାଖକୁ ଯାଇନାହିଁ, ଆମେ ଯେତେବେଳେ ପର୍ଯ୍ୟନ୍ତ ଏଇ ଯୋଉ ମାୟାକୁ ଅତିକ୍ରମ କରିନାହିଁ, ମାୟାର ସଂସ୍ପର୍ଶରେ ଆମେ ଯେତେ ପର୍ଯ୍ୟନ୍ତ ଅଛେ, ଏଇ ଯୋଉ କି ଆମର ତ୍ରିଗୁଣ ଆମେ ଉଦ୍ଧାର ପାଇନାହିଁ, ଆମେ ଯଦି ଶୁଦ୍ଧ ସତ୍ୱ ଗୁଣକୁ ଯଦି ଆସିନାହିଁ, ତାହେଲେ ଏଗୁଡାକ ପ୍ରାୟତଃ ଯାଏ ନାହିଁ। ତାକୁ ଏ ଜାଗାରେ ଦର୍ଶା ହେଇଛି ବିଶେଷ ଭାବରେ। ଆଉ ସେଇଟାକୁ ପ୍ରଶ୍ନ ପଚାରିଛନ୍ତି ବିଦୁର, ମୈତ୍ର ମୁନିଙ୍କୁ ପଚାରିଛନ୍ତି ଯେ ଏଇଭଳିଆ ଜଣେ ରାଜାଙ୍କର ଏଇଭଳିଆ ପୁତ୍ର ଲାଭ ହେବାର କାରଣ କଣ? ତ ମୈତ୍ରମୁନି ତାଙ୍କୁ ବୁଝେଇଛନ୍ତି, ତାଙ୍କୁ କହିଛନ୍ତି, ଅର୍ଥାତ୍ ଆମ ପାଇଁ ମଧ୍ୟ ଏଇଟା ଶିକ୍ଷଣ ବିଷୟ ଯେ ଆମର କୃତକର୍ମ ଗୁଡାକ ଜନ୍ମାନ୍ତର ପାଇଁ କେମିତି ଆମର ପଛରେ ଗୋଡେଇ ଥାଏ, ତା ଉପରେ ଆମେ ସତର୍କ ହେବା ଏବଂ ପ୍ରତ୍ୟେକ ପଦକ୍ଷେପରେ କର୍ମ କରିବା ପାଇଁ ଟିକେ ସତର୍କତା ଅବଲମ୍ବନ କରିବା। ରାଜର୍ଷି ଅଙ୍ଗ ଅଶ୍ୱମେଧ ମହାଯଜ୍ଞ ଥରେ କଲେ। ତାର ପୁଅ ଯେତେବେଳେ ପୁଅ ହଉନଥିଲା ବେଳେ ସେମାନେ ଗୋଟେ ଅଶ୍ୱମେଧ ଯଜ୍ଞ କଲେ। ସେଇ ଯଜ୍ଞରେ
ବେଦବାଦୀ ବ୍ରାହ୍ମଣ ମାନେ ଆବାହନ କଲେ ମଧ୍ୟ ଦେବତା ମାନେ ନିଜ ନିଜର ଭାଗ ନେବାକୁ ଆସିଲେ ନାହିଁ। ତେଣୁ ଋତ୍ବିକ ମାନେ ଯୋଉ ପୂଜା ସେଇମାନେ ବିସ୍ମିତ ହେଇକିରି ଯଜମାନ ଅଙ୍ଗକୁ କହିଲେ, ରାଜନ, ଏଇ ଆହୁତି ରୂପରେ ଆମେ ଆପଣଙ୍କର ଯେଉଁ ଘୃତ ଆଦି ପଦାର୍ଥ ହବନ କରୁଛୁ, ଏସବୁ ପଦାର୍ଥ ଦେବତା ମାନେ ସ୍ୱୀକାର କରୁନାହାନ୍ତି। ଆମେ ଜାଣୁଛୁ ଆପଣଙ୍କର ହୋମ ସାମଗ୍ରୀ ଦୂଷିତ ନୁହେଁ, ଆପଣ ଶ୍ରଦ୍ଧା ସହିତ ଏସବୁ ସଂଗ୍ରହ କରିଛନ୍ତି। ପୁଣି ବେଦ ମନ୍ତ୍ର ମଧ୍ୟ କୌଣସି ପ୍ରକାର ବଳହୀନ ନୁହେଁ, କାରଣ ଏସବୁ ମନ୍ତ୍ର ପ୍ରୟୋଗ କରୁଥିବା ବ୍ରାହ୍ମଣ ମାନେ ଯେତେ ପ୍ରକାର କରିବା କଥା ସବୁ ପ୍ରକାର ପାଳନ କରିଛନ୍ତି, ନିୟମ ପାଳନ କରିଛନ୍ତି। ଏଠାରେ କୌଣସି ଗୋଟିଏ ବି କର୍ମରେ ଦେବତା ମାନଙ୍କର ପ୍ରତି ସାମାନ୍ୟ ମାତ୍ରରେ ବି ଅପରାଧ କରାଯାଇ ନାହିଁ। ତଥାପି ଏଇ ଦେବତା ମାନେ କାହିଁକି ସେମାନଙ୍କର ଭାଗ ଗ୍ରହଣ କରୁନାହାନ୍ତି? ଏଇଟା ଶୁଣିକିରି ଅଙ୍ଗ ମନେ ମନେ ବହୁତ ଦୁଃଖିତ ହେଲେ ଏବଂ ସେ ଜାଣିବାକୁ ଚାହିଁଲେ ଯେ କାହିଁକି ଏଇଭଳିଆ ଏ ଯଜ୍ଞକୁ ଦେବତା ମାନେ ଆସୁନାହାନ୍ତି କି ସୋମପାତ୍ର ଗ୍ରହଣ କରୁନାହାନ୍ତି। ଏଇଥିପାଇଁ ତାର ପ୍ରତିକାର କଣ ଅଛି, ପ୍ରତିକାର ପାଇଁ ସେ ଚିନ୍ତା କରୁଛନ୍ତି। ତ କହୁଛନ୍ତି, ଯେଉଁମାନଙ୍କୁ ପ୍ରଶ୍ନ ହେଇ ସେମାନେ କହୁଛନ୍ତି, ତାଙ୍କର ଧ୍ୟାନ ବଳରେ ଋଷିମାନେ ଜାଣିପାରନ୍ତି, ସେମାନେ କହୁଛନ୍ତି ଆପଣଙ୍କ ଦ୍ୱାରା ସାମାନ୍ୟ ମାତ୍ର ବି ଅପରାଧ ହେଇନି, କିନ୍ତୁ ପୂର୍ବ ଜନ୍ମର ଗୋଟିଏ ଅପରାଧ ନିଶ୍ଚୟ ରହିଛି। ସେଥିପାଇଁ ଆପଣ ଏପରି ସର୍ବଗୁଣ ସମ୍ପନ୍ନ ହୋଇ ମଧ୍ୟ ପୁତ୍ରହୀନ ଅଟନ୍ତି। ଆପଣଙ୍କର ମଙ୍ଗଳ ହେଉ। ପୃଥିବୀ ଆପଣ ପ୍ରଥମେ ଆପଣ ସୁପୁତ୍ର ଲାଭ କରିବାକୁ ଉପାୟ କରନ୍ତୁ। ଯଦି ଆପଣ ପୁତ୍ର କାମନା ରଖି ଯଜ୍ଞ କରିବେ, ତେବେ ଭଗବାନ ଯଜ୍ଞେଶ୍ୱର ଆପଣଙ୍କୁ ନିଶ୍ଚୟ ପୁତ୍ର ଦେବେ। ଯଦି ସନ୍ତାନ ପ୍ରାପ୍ତି ନିମନ୍ତେ ସାକ୍ଷାତ ଯଜ୍ଞ ପୁରୁଷ ଶ୍ରୀହରିଙ୍କୁ ଆବାହନ କରାଯିବ, ତେବେ ଦେବତା ମାନେ ସ୍ୱୟଂ ଆସି ନିଜ ନିଜର ଯଜ୍ଞ ଭାଗ ଗ୍ରହଣ କରିବେ। ଉକ୍ତ ଯେଉଁ ସବୁ ବସ୍ତୁ ଭକ୍ତ ଯେଉଁ ସବୁ ବସ୍ତୁ ଇଚ୍ଛା କରେ, ଶ୍ରୀହରି ତାକୁ ତାହା ପ୍ରଦାନ କରନ୍ତି। ପ୍ରଭୁଙ୍କୁ ସେହିପରି ଆରାଧନା କରାଯାଏ, ଉପାସକକୁ ସେହିପରି ଫଳ ମିଳେ। ଏହିପରି ଭାବରେ ରାଜା ଅଙ୍ଗଙ୍କୁ ପୁତ୍ର ପ୍ରାପ୍ତି କରିବାକୁ ନିର୍ଣ୍ଣୟ କରି ଏଇ ଯୋଉ ଋତ୍ବିକ ମାନେ ବିଶିଷ୍ଟ ନାମଧାରୀ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ପୂଜା କରି କଣ କରେ ନା, ତାଙ୍କୁ ଚୂଳା ଚାଉନ ବା ଏଇ ଯୋଉ କି ଆମର ଚାରୁ ଅର୍ପଣ କଲେ। ଏ ଚରୁ ଯୋଉ ଅର୍ପଣ କଲେ, ଅଗ୍ନିରେ ଆହୁତି ଦେବା ମାତ୍ରେ ଅଗ୍ନିକୁଣ୍ଡରୁ ସ୍ୱର୍ଣ୍ଣହାର ଓ ଶୁକ୍ର ବସ୍ତ୍ର ପିନ୍ଧିଥିବା ଶୁଭ୍ର ବସ୍ତ୍ର ପିନ୍ଧିଥିବା ଜଣେ ପୁରୁଷ ପ୍ରକଟ ହେଲେ। ସେ ହାତରେ ସିଦ୍ଧ କ୍ଷୀରି ପୂର୍ଣ୍ଣ ଗୋଟିଏ ସୁବର୍ଣ୍ଣ ପାତ୍ର ଧରିଥାନ୍ତି। ତ ଅଙ୍ଗ ଯାଜକ ମାନଙ୍କ ଅନୁମତି ନେଇ ଆପଣ ଅଞ୍ଜଳିରେ ସେଇ କ୍ଷୀରି ଗ୍ରହଣ କଲେ ଏବଂ ତାହାକୁ ନିଜେ ଆଘ୍ରାଣ କରି ସେ ଅତି ଆନନ୍ଦ ମନରେ ତାଙ୍କ ପତ୍ନୀଙ୍କୁ ମଧ୍ୟ ପ୍ରଦାନ କଲେ। ପୁତ୍ରହର ରାଣୀ ସେହି ପୁତ୍ର ପ୍ରଦାୟିନୀ କ୍ଷୀରି ଖାଇ ପତିଙ୍କ ସହବାସ କରିବାରୁ ଗର୍ଭ ଧାରଣ କଲେ। ତାହାଙ୍କ ଗର୍ଭରୁ ଯଥା ସମୟରେ ଗୋଟେ ପୁତ୍ର ଜନ୍ମ ହେଲେ। ସେଇ ବାଳକ ବାଲ୍ୟାବସ୍ଥାର ହିଁ ଅଧର୍ମଙ୍କ ବଂଶରେ ଉତ୍ପନ୍ନ ହୋଇଥିବା ତାର ଅଜା ମୃତ୍ୟୁଙ୍କର ଅନୁଗାମୀ ହୋଇଥିଲା। ସୁନିତା ମୃତ୍ୟୁଙ୍କର କଥା କନ୍ୟା ଥିଲେ, ତେଣୁ ସେହି ବାଳକ ବେଣ ମଧ୍ୟ ଅଧାର୍ମିକ ହୋଇଗଲା। ସେଇ ଦୁଷ୍ଟତା ତାଙ୍କ ପାଖରେ ଥିଲା, ତାଙ୍କ ଛୋଟ ବାଲ୍ୟାବସ୍ଥାରୁ ଦେଖାଯାଇଥିଲା। ଏଣୁ ଏତେ ଆଲୋଚନା ସୁନ୍ଦର ଭାବରେ କରାଯାଇଛି। ଆମେ ଯଦି ବର୍ତ୍ତମାନ ହୁଏ ଆମେ ସତର୍କ ହେବା ନାହିଁ, ଧର୍ମ ଆଚରଣରେ ବିଘ୍ନ ହେବ ବା କୌଣସି ପ୍ରକାର ଆମର ଆଚରଣରେ ଯଦି ବିଘ୍ନ ହେଇଥାଏ, ତାହେଲେ ଜନ୍ମ ଜନ୍ମାନ୍ତର ପାଇଁ ଆମକୁ ଏଇଟା ଭୋଗ କରିବାକୁ ପଡିବ। ଏଣୁ ସେ ଦିଗରେ ଆମେ ଭାରି ସତର୍କ ହେବା ଦରକାର। ଭଗବତ ନିୟମିତ ଭାବରେ ଶୁଣିବା କଥା। ଭଗବତ ଭକ୍ତି ଭାବନାରେ ଆମେ ଅନୁପ୍ରାଣିତ ହେବା ଦରକାର ଏବଂ ଭାଗବତମ, ଏଇ ଗୀତା, ଏଇଗୁଡାକ ହଉଛି ଆମର ଜୀବନ ଜୀଇବା କିପରି, ତାର ହଉଛି ମାର୍ଗଦ୍ରଷ୍ଟା। ତାହାକୁ ଆମେ ଅନୁସରଣ ଯଦି କରିବା, ତାହେଲେ ଆମର ବଂଶଧର ଆମର ସମସ୍ତଙ୍କର ମଙ୍ଗଳ ସାଧିତ ହେବ। ସଂସାରର ମଙ୍ଗଳ ସହିତ ଆମେ ଏଇ ଜନ୍ମ ମୃତ୍ୟୁ ଚକ୍ରରୁ ଉଦ୍ଧାର ପାଇପାରିବା। ଏଣୁ ଏଗୁଡାକ ଆମେ ଗ୍ରହଣ କରିକିରି ଆମେ ଯଦି ଆଗକୁ ଯିବା, ତାହେଲେ ଏଇ କଥାବସ୍ତୁ ଅତ୍ୟନ୍ତ ମାଧୁର୍ଯ୍ୟପୂର୍ଣ୍ଣ ଏବଂ ତାକୁ ଗ୍ରହଣ କରିବା ଉପାଦେୟ। ଏଇ ବେଣଙ୍କର କଥା ସମ୍ବନ୍ଧରେ ଆମେ ପରବର୍ତ୍ତୀ କାଳରେ ସୁବିଧା ସୁଯୋଗ ପାଇଲେ ପ୍ରଭୁ ଯେ ନିଶ୍ଚୟ ତାକୁ ଶୁଣେଇବେ। ପୁଣି ତ ସେଇଟା ଆମେ ନିଶ୍ଚୟ ସମସ୍ତେ ଶୁଣିବା। ଅତି ମାଧୁର୍ଯ୍ୟମୟ ଏବଂ ଗୁରୁତ୍ୱପୂର୍ଣ୍ଣ ତାତ୍ପର୍ଯ୍ୟପୂର୍ଣ୍ଣ କଥାବସ୍ତୁ, ଏଇଟାକୁ କେହି ଛାଡ଼ିବାନି, ତାରି ଆମେ ଯୋଗଦେବା। ଯାହା ହଉ ମୋର ସୌଭାଗ୍ୟ, ମୁଁ ଏଇ ଯୋଉ କି ଆଉ ଗୋଟେ ଭାଗବତ କ୍ଲାସରେ ପ୍ରାୟ ରହିଯାଏ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଯୋଗୁଁ ଆସିପାରେ ନାହିଁ। ଯାହା ହଉ ଏଥର ଆସିକିରି ମୁଁ ବହୁତ ଉପକୃତ ହେଇଛି ଏବଂ ପ୍ରଭୁ ମୋତେ କହିବା ପାଇଁ ଯୋଉ ସୁଯୋଗ ଦେଲେ, ଯୋଉ ପ୍ରେରଣା ଦେଲେ, ବିଶେଷ କରି ଯୋଉ ପ୍ରେରଣା ଦେଲେ, ସେ ପ୍ରେରଣା ଦେବା ଦ୍ୱାରା ମୋ ମନଟା ଟିକେ ଆଉ ଥୟ ଧରି ରହିପାରିଲାନି ଏବଂ ଏ ସୁଯୋଗକୁ ହାତ ଛଡେଇବା କରିବା ପାଇଁ ମୋର ହୃଦୟ କାହିଁ ଆଦୌ ପ୍ରସ୍ତୁତ ନଥିଲା। ତେଣୁକରି ମୁଁ ଯେତିକି ଜାଣିଲି, ଯେତିକି ଶୁଣିଥିଲି, ଯେତିକି ମୋର ମନେ ଥିଲା, ତା ଭିତରୁ କିଛି ଉତ୍ଥାପନ କରିଛି। ଯଦି ଭୁଲ ଥାଏ କ୍ଷମା ଦେବେ। ଭଗବାନଙ୍କ ଚରଣରେ ଶରଣ ପଶିକିରି ମୋର ଏଇ ଅନୁମୋଦନ କାର୍ଯ୍ୟକ୍ରମକୁ ଏଠି ବିରାମ ଦଉଛି। ହରେ କୃଷ୍ଣ, ହରେ କୃଷ୍ଣ ପ୍ରଭୁଜୀ।
हरे हरी कृष्ण। बोल प्रभु जी, बहुत बढ़िया कहले, धन्यवाद। हरे कृष्ण माता जी। हरे कृष्ण। हरे कृष्ण प्रभुजी, ସମସ୍ତଙ୍କୁ ପ୍ରଣାମ। ସମସ୍ତ ଉପସ୍ଥିତ ପ୍ରଭୁଜୀ ଆଉ ମାତାଜୀ ମାନଙ୍କୁ ମୋର ପ୍ରଣାମ। ପ୍ରଭୁଜୀକୁ ଦେବ ପ୍ରଭୁଙ୍କୁ ମୋର ପ୍ରଣାମ। ମତେ ଟିକେ ସୁଯୋଗ ଦେଇଛନ୍ତି କିଛି ବର୍ଣ୍ଣନା କରିବା ପାଇଁ, ତେଣୁ ମୁଁ ଉପକୃତ। ଚତୁର୍ଥ ସ୍କନ୍ଧ ତ୍ରୟୋଦଶ ଅଧ୍ୟାୟ ଧ୍ରୁବ ବଂଶ ବର୍ଣ୍ଣନ ରେ ସମୁଦାୟ 49ଟି ଶ୍ଲୋକ ଅଛି। ରାଜା ଉତ୍ତାନପାଦଙ୍କ ଦୁଇ ରାଣୀ ସୁନୀତି ଓ ସୁରୁଚି। ସୁନୀତିଙ୍କ ଗର୍ଭରୁ ଧ୍ରୁବ ଓ ସୁରୁଚିଙ୍କ ଗର୍ଭରୁ ଉତ୍ତମ ଜନ୍ମ ନେଇଥିଲେ। କିନ୍ତୁ ସାବତ ମା ସୁରୁଚିଙ୍କ ଦୁର୍ବ୍ୟବହାର ଓ ପିତାଙ୍କ ନୀରବତା ଧ୍ରୁବ ଜଣେ 5 ବର୍ଷର ବାଳକ ଗୋଟିଏ ବାଡ଼ି ଦ୍ୱାରା ଆଘାତ ସର୍ପ ସମାନ କ୍ରୋଧରେ ଜର୍ଜରିତ ହୋଇ ଦୀର୍ଘ ନିଶ୍ୱାସର ସହ କାନ୍ଦି କାନ୍ଦି ନିଜ ମା ପାଖରେ ପହଞ୍ଚିଥିଲେ। ମାତା ସୁନୀତିଙ୍କ ପ୍ରେରଣାରେ ଧ୍ରୁବ ଜଣେ 5 ବର୍ଷର ବାଳକ ହୋଇ ସୁଦ୍ଧା ବିଷ୍ଣୁଙ୍କ ଚରଣ କମଳକୁ ଧ୍ୟାନ କରିବା ପାଇଁ ବଣକୁ ଗମନ କରିଥିଲେ। ନାରଦ ମୁନିଙ୍କ ଉପଦେଶାନୁକ୍ରମେ ମଧୁବନ, ଯେଉଁଠି ହରି ସଦା ସର୍ବଦା ବିଦ୍ୟମାନ ରହିଥାନ୍ତି, ସେଠାକୁ ଯାଇ ଭଗବାନ ବସୁଦେବଙ୍କୁ ଧ୍ୟାନ, ଭଜନ, କୀର୍ତ୍ତନ ଓ ପଦସେବନ ପୂର୍ବକ ଧ୍ରୁବଲୋକ ପ୍ରାପ୍ତ ହୋଇଥିଲେ। ନିଜ ପିତା ଉତ୍ତାନପାଦଙ୍କ ବନଗମନ ପରେ 36,000 ବର୍ଷ ପର୍ଯ୍ୟନ୍ତ ଇନ୍ଦ୍ରିୟ ଶକ୍ତି ହ୍ରାସ ବିନା ଧର୍ମରେ ସ୍ଥିର ରହି 36,000 ବର୍ଷ ପର୍ଯ୍ୟନ୍ତ ଏ ପୃଥିବୀ ଲୋକରେ ରାଜ କରିଥିଲେ। ଧ୍ରୁବ ପ୍ରଜାପତି ଶିଶୁମାରଙ୍କ ପୁତ୍ରୀ ଶ୍ରମୀଙ୍କୁ ବିବାହ କରିଥିଲେ। ତାଙ୍କଠାରୁ ଉତ୍କଳ ଓ ବତ୍ସର ନାମକ ଦୁଇ ପୁତ୍ର ଉତ୍ପନ୍ନ ହୋଇଥିଲେ। ଉତ୍କଳ ଜନ୍ମରୁ ହିଁ ଶାନ୍ତଚିତ୍ତ, ଆସକ୍ତି ଶୂନ୍ୟ ଓ ସମଦର୍ଶୀ ଥିଲେ। ସମ୍ପୂର୍ଣ୍ଣ ଲୋକକୁ ନିଜ ଆତ୍ମା ଭିତରେ ତଥା ନିଜ ଆତ୍ମାକୁ ସମ୍ପୂର୍ଣ୍ଣ ଲୋକ ଭିତରେ ସମାହିତ କରୁଥିଲେ। ତାଙ୍କ ଅନ୍ତକମଳରେ ବାସନା ରୂପକ ମଳ ଅଖଣ୍ଡ ଯୋଗାଗ୍ନି ଦ୍ୱାରା ଭସ୍ମ ହୋଇଯାଇଥିଲା। ଏଥିପାଇଁ ସେ ନିଜ ଆତ୍ମାକୁ ବିଶୁଦ୍ଧ ବୋଧରସ ସହ ଅଭିନ୍ନ, ଆନନ୍ଦମୟ ଓ ସର୍ବତ୍ର ବ୍ୟାପ୍ତ ଦେଖୁଥିଲେ। ସମସ୍ତ ପ୍ରକାର ଭେଦରୁ ରହିତ ପ୍ରଶାନ୍ତ ବ୍ରହ୍ମକୁ ହିଁ ସେ ନିଜ ସ୍ୱରୂପ ଭାବୁଥିଲେ ତଥା ନିଜ ଆତ୍ମାରୁ ଭିନ୍ନ ଆଉ କିଛି ଦେଖୁନଥିଲେ। ରାସ୍ତା ଆଦି ସାଧାରଣ ସ୍ଥାନ ମାନଙ୍କରେ ମୂର୍ଖ, ଅନ୍ଧ, କାଲା, ପାଗଳ ଅଥବା ଗୁଙ୍ଗା ଅର୍ଥାତ୍ ବଧିର ଭଳି ମନେ ହେଉଥିଲା। ଏଥିଯୋଗୁ କୂଳର ବଡ଼ ବଡ଼ ବୟସ୍କ ମାନେ ତଥା ମନ୍ତ୍ରୀମାନେ ତାଙ୍କୁ ମୂର୍ଖ ଓ ପାଗଳ ଭାବି ତାଙ୍କ ଛୋଟ ଭାଇ ବତ୍ସରଙ୍କୁ ରାଜା କରିଥିଲେ। ବତ୍ସର ସ୍ତ୍ରୀ ସ୍ୱର୍ବିଥଙ୍କ ଗର୍ଭରୁ ପୁଷ୍ପାର୍ଣ୍ଣ, ନିଗମକେତୁ, ଇସ୍, ଉର୍ଜ, ବସୁ ଓ ଜୟ ନାମକ 6 ପୁତ୍ର ଜନ୍ମ ନେଇଥିଲେ। ପୁଷ୍ପାର୍ଣ୍ଣଙ୍କ ଦୁଇ ପତ୍ନୀ ପ୍ରଭା ଓ ଦୋସା ନାମରେ ଥିଲେ। ସେମାନଙ୍କ ମଧ୍ୟରୁ ପ୍ରଭାଙ୍କ ଠାରୁ ପ୍ରାତ, ମଧ୍ୟାହ୍ନ ଓ ସାୟଂ ଏହିପରି 3 ପୁତ୍ର ଜନ୍ମ ନେଇଥିଲେ। ଦୋସାଙ୍କ ଠାରୁ ପ୍ରଦୋଷ, ନିଶୀଥ ଓ ବୟଷ୍ଟ ଏହିପରି 3 ପୁତ୍ର ହୋଇଥିଲେ। ବୟୋଷ୍ଟ ନିଜ ପତ୍ନୀ ପୁଷ୍କରିଣୀ ଠାରୁ ସର୍ବତେଜସ ନାମକ ପୁତ୍ର ପାଇଥିଲେ। ସର୍ବତେଜସ ଆକୁତି ନାମକ ପତ୍ନୀଙ୍କ ଠାରୁ ଚକ୍ଷୁମନୁଙ୍କ ପୁତ୍ର ରୂପେ ପାଇଥିଲେ। ଚକ୍ଷୁମନୁଙ୍କ ପତ୍ନୀ ନଡ୍ବଲା ଦ୍ୱାରା ପୁରୁ, କୁଚ୍ଛ, ତ୍ରିତ୍, ଦ୍ୟୁମ୍ନ, ସତ୍ୟବାନ, ରୁତ୍, ବ୍ରତ, ଅଗ୍ନିଷ୍ଟୋମ, ଅତିରାତ୍ର, ପ୍ରଦ୍ୟୁମ୍ନ, ଶିବି ଓ ଉଲ୍ମୁକ ନାମକ ଏହିପରି 12 ଜଣ ସତ୍ୱଗୁଣୀ ବାଳକ ଉତ୍ପନ୍ନ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଉଲ୍ମୁକ ନିଜ ପତ୍ନୀ ପୁଷ୍କରିଣୀ ଠାରୁ ଅଙ୍ଗ, ସୁମନା, ଖ୍ୟାତି, କ୍ରତୁ, ଅଙ୍ଗିରା ଓ ଗୟ ଏହିପରି 6 ଉତ୍ତମ ପୁତ୍ର ଉତ୍ପନ୍ନ କରିଥିଲେ। ଅଙ୍ଗଙ୍କ ପତ୍ନୀ ସୁନିଥା ଠାରୁ କ୍ରୂରକର୍ମା ବେନ୍ ଉତ୍ପନ୍ନ ହୋଇଥିଲେ, ଯାହାର ଦୃଷ୍ଟତା ଯୋଗୁଁ ଉଦ୍ବିଗ୍ନ ହୋଇ ରାଜଶ୍ରୀ ଅଙ୍ଗ ନିଜ ନଗରକୁ ଛାଡ଼ି ଚାଲି ଯାଇଥିଲେ। ମହାରାଜ ଅଙ୍ଗ ବହୁତ ବଡ଼ ଶୀଳବାନ, ସାଧୁ ସ୍ୱଭାବ, ବ୍ରାହ୍ମଣ ଭକ୍ତ ତଥା ମହାତ୍ମା ଥିଲେ। ତାଙ୍କ ଘରେ ବେନ୍ ଭଳି ଏପରି ଦୃଷ୍ଟପୁତ୍ର କିପରି ଜନ୍ମ ନେଲା, ଯେଉଁ କାରଣରୁ ଅଙ୍ଗ ନଗର ଛାଡ଼ି ଚାଲିଗଲେ। ରାଜଦଣ୍ଡଧାରୀ ବେନ୍‌ର ମଧ୍ୟ ଏପରି କ'ଣ ଅପରାଧ ଥିଲା ଯେ ଧର୍ମଜ୍ଞ ମୁନୀଶ୍ୱରମାନେ ତାଙ୍କ ପ୍ରତି ଶାପ ରୂପୀ ବ୍ରହ୍ମଦଣ୍ଡର ପ୍ରୟୋଗ କରିଥିଲେ। ପ୍ରଜାମାନଙ୍କ କର୍ତ୍ତବ୍ୟ ଏହା ଯେ ସେ ପ୍ରଜାପାଳକ ରାଜାଙ୍କ ଦ୍ୱାରା ଯଦି କୌଣସି ପାପ ହୋଇଯାଏ, ତେବେ ବି ତାଙ୍କର ତିରସ୍କାର ନ କରିବା ଉଚିତ, କାରଣ ସେ ନିଜ ପ୍ରଭାବ ଦ୍ୱାରା 8 ଲୋକପାଳଙ୍କ ତେଜକୁ ଧାରଣ କରିଥାଏ।
ଥରେ ରାଜଶ୍ରୀ ଅଙ୍ଗ ଅଶ୍ୱମେଧ ଯଜ୍ଞର ଆୟୋଜନ କରିଥିଲେ। ସେଥିରେ ବେଦବାଦୀ ବ୍ରାହ୍ମଣଙ୍କ ଆବାହନ କରିବା ସତ୍ତ୍ୱେ ବି ଦେବତାମାନେ ନିଜ ଭାଗ ନେବା ପାଇଁ ଆସିନଥିଲେ। ସେତେବେଳେ ଋତ୍ୱିଜ ମାନେ ବିସ୍ମିତ ହୋଇ ଯଜମାନ ଅଙ୍ଗକୁ କହିଲେ, ହେ ରାଜନ, ଆହୁତି ରୂପରେ ଯେଉଁ ଘିଅ ଇତ୍ୟାଦି ପଦାର୍ଥ ଯଜ୍ଞ ଅର୍ଥାତ ହବନ କରାଯାଉଥିଲା, ତାକୁ ଦେବତାମାନେ ସ୍ୱୀକାର କରୁନାହାନ୍ତି। ଋତ୍ୱିଜ ମାନେ ଜାଣିଥିଲେ ଯେ ରାଜାଙ୍କ ଦ୍ୱାରା ଦିଆଯାଇଥିବା ହୋମ ସାମଗ୍ରୀ ଦୂଷିତ ନୁହେଁ, ଯାହା ରାଜା ନିଜେ ବହୁତ ଶ୍ରଦ୍ଧା ସହ ଯୋଗାଇଥିଲେ, ଓ ଯେଉଁ ବେଦ ମନ୍ତ୍ର ମଧ୍ୟ କୌଣସି ପ୍ରକାର ବଳହୀନ ନୁହେଁ, ଏହି ମନ୍ତ୍ରକୁ ପ୍ରୟୋଗ କରୁଥିବା ଋତ୍ୱିଜ ମାନେ ଯାଜକୋଚିତ ସମସ୍ତ ନିୟମକୁ ପୂର୍ଣ୍ଣତୟା ପାଳନ କରୁଛନ୍ତି। ଦେବତାମାନଙ୍କ କୌଣସି ପ୍ରକାର ତିରସ୍କାର ହୋଇନାହିଁ। ତଥାପି କର୍ମାଧ୍ୟକ୍ଷ ଦେବତାମାନେ କାହିଁକି ନିଜ ଭାଗ ନେବା ପାଇଁ ଆସୁନାହାନ୍ତି? ଋତ୍ୱିଜ ମାନଙ୍କ କଥା ଶୁଣି ଯଜମାନ ଅଙ୍ଗ ବହୁତ ଉଦାସ ହେଲେ। ସେ ଯାଜକଙ୍କ ଅନୁମତି ନେଇ ମୌନ ଭାଙ୍ଗି କହିବାକୁ ଲାଗିଲେ, ଦେବତାମାନେ ଆବାହନ କଲେ ମଧ୍ୟ ଆସୁନାହାନ୍ତି ଓ ସୋମପାତ୍ର ମଧ୍ୟ ଗ୍ରହଣ କରୁନାହାନ୍ତି, ଅର୍ଥାତ୍ ତାଙ୍କ ଦ୍ୱାରା କିଛି ଅପରାଧ ହେଲା କି ବୋଲି ଋତ୍ୱିଜ ମାନଙ୍କୁ ପଚାରିଥିଲେ। ପୂର୍ବଜନ୍ମର ଗୋଟିଏ ଅପରାଧ ଯୋଗୁଁ ଏପରି ସର୍ବଗୁଣ ସମ୍ପନ୍ନ ହେବା ସତ୍ତ୍ୱେ ବି ଅଙ୍ଗ ପୁତ୍ରହୀନ ଥିଲେ। ଏଣୁ ବର୍ତ୍ତମାନ ସର୍ବପ୍ରଥମେ ସୁପୁତ୍ର ପ୍ରାପ୍ତ କରିବା ନିମିତ୍ତ କିଛି ଉପାୟ କରିବା ଦରକାର, ଯାହାକି ଯଦି ଆପଣ ପୁତ୍ର ପ୍ରାପ୍ତି ନିମିତ୍ତ ଯଜ୍ଞ କରିବେ, ଭଗବାନ ଯଜ୍ଞେଶ୍ୱର ଆପଣଙ୍କୁ ନିଶ୍ଚୟ ପୁତ୍ର ପ୍ରଦାନ କରିବେ। ଯେବେ ସନ୍ତାନ ପାଇଁ ସାକ୍ଷାତ ଯଜ୍ଞ ପୁରୁଷ ଶ୍ରୀହରିଙ୍କ ଆବାହନ କରାଯିବ, ତେବେ ସମସ୍ତ ଦେବତା ସ୍ୱୟଂ ହିଁ ନିଜ ନିଜ ଯଜ୍ଞ ଭାଗ ଗ୍ରହଣ କରିବା ପାଇଁ ଆସିବେ। ଭକ୍ତ ଯେଉଁ ଯେଉଁ ବସ୍ତ୍ର ଇଚ୍ଛା ରଖିଥାଏ, ଶ୍ରୀହରି ସେହି ପଦାର୍ଥ ତାକୁ ଦେଇଥାନ୍ତି। ତାଙ୍କର ଯେଉଁ ପ୍ରକାର ଆରାଧନା କରାଯାଇଥାଏ, ସେହି ପ୍ରକାର ଉପାସକଙ୍କୁ ଫଳ ମିଳିଥାଏ। ଏହି ପ୍ରକାରେ ରାଜା ଅଙ୍ଗଙ୍କୁ ପୁତ୍ର ପ୍ରାପ୍ତି କରାଇବା ପାଇଁ ନିଶ୍ଚୟ କରି ଋତ୍ୱିଜ ମାନେ ଶ୍ରୀ ବିଷ୍ଣୁ ଭଗବାନଙ୍କ ପୂଜା ପାଇଁ ପୁରୋଡୋସ ନାମକ ଚରୁ ସମର୍ପଣ କଲେ। ଅଗ୍ନିରେ ଆହୁତି ଢାଳିବା କ୍ଷଣି ଅଗ୍ନିକୁଣ୍ଡରୁ ସୁନାର ହାର ଓ ଶୁଭ୍ର ବସ୍ତ୍ର ଦ୍ୱାରା ବିଭୂଷିତ ଏକ ପୁରୁଷ ପ୍ରକଟ ହେଲେ। ସେ ଏକ ସ୍ୱର୍ଣ୍ଣ ପାତ୍ରରେ ସିଦ୍ଧ କ୍ଷୀରି ଧରି ରଖିଥିଲେ। ଉଦାର ବୁଦ୍ଧି ସମ୍ପନ୍ନ ରାଜା ଅଙ୍ଗ ଯାଜକଙ୍କ ଅନୁମତି ନେଇ ନିଜର ଅଞ୍ଜୁଳିରେ ସେଇ କ୍ଷୀରି ନେଇଥିଲେ ଓ ତାକୁ ନିଜେ ଶୁଙ୍ଘି ପ୍ରସନ୍ନତା ପୂର୍ବକ ନିଜ ପତ୍ନୀଙ୍କୁ ଦେଇଥିଲେ। ପୁତ୍ରହୀନା ରାଣୀ ସେଇ ପୁତ୍ରଦାୟିନୀ କ୍ଷୀରି ଖାଇ ନିଜ ପତିଙ୍କ ସହବାସରେ ଗର୍ଭଧାରଣ କରିଥିଲେ। ଯଥା ସମୟରେ ତାଙ୍କର ଗୋଟିଏ ସୁନ୍ଦର ପୁତ୍ର ହୋଇଥିଲା। ସେଇ ବାଳକ ବାଲ୍ୟାବସ୍ଥାରୁ ହିଁ ଅଧର୍ମ ବଂଶରେ ଉତ୍ପନ୍ନ ନିଜ ଅଜା ମୃତ୍ୟୁଙ୍କ ଅନୁଗାମୀ ଥିଲା। ସୁନୀତା ମୃତ୍ୟୁର ହିଁ ପୁତ୍ରୀ ଥିଲେ। ସେ ବହୁତ କ୍ରୂର ଓ ନିର୍ଦ୍ଦୟୀ ଥିଲା। ବେନର ଏପରି ଦୃଷ୍ଟ ପ୍ରକୃତିକୁ ଦେଖି ମହାରାଜ ଅଙ୍ଗ ତାକୁ ସୁଧାରିବା ପାଇଁ ବହୁତ ଚେଷ୍ଟା କରିଥିଲେ, କିନ୍ତୁ ସେ ସୁମାର୍ଗକୁ ଆସିନଥିଲା। ଏହି ପ୍ରକାର ଭାବି ଭାବି ରାଜା ଅଙ୍ଗଙ୍କୁ ରାତିରେ ନିଦ ହେଉନଥିଲା। କାଳକ୍ରମେ ତାଙ୍କ ମନ ଗୃହସ୍ଥ ଧର୍ମରୁ ବିରକ୍ତ ହେବାକୁ ଲାଗିଲା। ଅର୍ଦ୍ଧରାତ୍ରରେ ସମସ୍ତଙ୍କ ନିଦ୍ରାଭିଭୂତ ସମୟରେ ସମସ୍ତ ମୋହ ତ୍ୟାଗ କରି ମହାନ ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ ରାଜମହଲରୁ ବାହାରି ବଣକୁ ଚାଲିଗଲେ। ଯେପରି ଯୋଗର ଯଥାର୍ଥ ରହସ୍ୟକୁ ନ ଜାଣି ପୁରୁଷ ନିଜ ହୃଦୟରେ ଲୁଚି ରହିଥିବା ଭଗବାନଙ୍କୁ ବାହାରେ ଖୋଜିଥାଏ, ସେହିପରି ସମସ୍ତ ପ୍ରଜା, ପୁରୋହିତ, ମନ୍ତ୍ରୀ ଓ ସହୋଦରଗଣ ଅତ୍ୟନ୍ତ ଶୋକାକୁଳ ହୋଇ ସମସ୍ତ ପୃଥିବୀରେ ତାଙ୍କୁ ଖୋଜିବାକୁ ଲାଗିଲେ। ରାଜାଙ୍କୁ କେଉଁଠି ନ ପାଇ ସମସ୍ତେ ନଗରକୁ ଫେରି ଆସିଥିଲେ ଓ ସମସ୍ତ ଉପସ୍ଥିତ ମୁନିମାନଙ୍କୁ ଅଶ୍ରୁଳ ନୟନରେ କହିବାକୁ ଲାଗିଥିଲେ। ମୁନୀଶ୍ୱର ମାନଙ୍କ ବାକ୍ୟ ଯାହାକି ବ୍ରଜ ସମାନ ଅମୋଘ ହୋଇଥାଏ, ସେମାନେ କୁପିତ ହୋଇ ବେନକୁ ଶାପ ଦେଇଥିଲେ ଓ ଯେବେ ସେ ମୃତ୍ୟୁବରଣ କଲା, ସେତେବେଳେ କୌଣସି ରାଜା ନ ରହିବା କାରଣରୁ ଲୁଟେରା ମାନଙ୍କ ଦ୍ୱାରା ପ୍ରଜାମାନଙ୍କୁ ବହୁତ କଷ୍ଟ ହୋଇଥିଲା। ଏହା ଦେଖି ସେମାନେ ବେନର ଡାହାଣ ଭୁଜାକୁ ମନ୍ଥନ କରିଥିଲେ, ଯାହାଦ୍ୱାରା ଭଗବାନ ବିଷ୍ଣୁଙ୍କ ଅଂଶାବତାର ଆଦି ସମ୍ରାଟ ମହାରାଜ ପୃଥୁ ପ୍ରକଟ ହୋଇଥିଲେ। ଏପରି ଭାବରେ ଏ ଅଧ୍ୟାୟ ସମାପ୍ତ ହେଲା। କିଛି ଭୁଲ ଥିଲେ କ୍ଷମା କରିବେ। ହରେ କୃଷ୍ଣ, ପ୍ରଣାମ ସମସ୍ତଙ୍କୁ। धन्यवाद प्रभु जी, भला कहले। देखिए, हरे कृष्ण प्रभु जी माताजी मोर କୁହନ୍ତୁ କହିଥିଲେ ମାତାଜୀ। ଆଜି ଅନୁମୋଦନ ପାଇଁ। ଆଜ୍ଞା, ହରେ କୃଷ୍ଣ। ଆଜିକାର ଅନୁମୋଦନ କ୍ଲାସରେ ଉପସ୍ଥିତ ଥିବା ସମସ୍ତ ଭକ୍ତବୃନ୍ଦଙ୍କୁ ମୋର ଦଣ୍ଡବତ ପ୍ରଣାମ
ଏବଂ ମୋର ପରମ ଆରାଧ୍ୟ ଶ୍ରୀ ରାଧା ମାଧବଙ୍କ ପାଦପଦ୍ମରେ ପାଦପଦ୍ମରେ ମୋର ପ୍ରଣାମ ଜଣାଇ ଏବଂ ଆମର ଗୁରୁଙ୍କର ପାଦପଦ୍ମରେ ଆରାଧ୍ୟ ଜଣାଇ ମୁଁ ମୋର ଆଜିକାର ଅନୁମୋଦନକୁ ଆରମ୍ଭ କରିବା ପାଇଁ ଯାଉଛି। ସର୍ବଶେଷରେ ଯଦି ମୋର କିଛି ଭୁଲ ରହିଯାଏ ଆପଣମାନଙ୍କ ନିଜ ଗୁଣରେ ମତେ କ୍ଷମା ଦେବେ। ଧ୍ରୁବଙ୍କର ବଂଶାନୁଚରିତ ଏବଂ ଧ୍ରୁବଙ୍କ ଚରିତ ଏବଂ ତାଙ୍କର ବଂଶାନୁଙ୍କ ପାଠ ଆମେ କରିବା। ଚତୁର୍ଥ ସ୍କନ୍ଦ ଅଧ୍ୟାୟ ହେଲା 13। ଧ୍ରୁବଙ୍କର ପିତା ଯିଏ ଥିଲେ ଉତ୍ତାନପାଦ ଏବଂ ଉତ୍ତାନପାଦଙ୍କର ପୁତ୍ର ଥିଲେ ହଉଛି ଧ୍ରୁବ, ଯିଏକି ଜନ୍ମ ସମୟରୁ ନିଜ ବାପାଙ୍କର ସ୍ନେହ ପାଇ ପାରିନଥିଲେ। ଆମେ ସବୁ ଏକୁ ପଢିଛୁ ଯେ 5 ବର୍ଷ ବୟସରେ ଦୀର୍ଘ 6 ମାସ କାଳ ବନରେ ତପସ୍ୟା କରି କରି ମାତା ସୁନୀତିଙ୍କର କଥା ଅନୁକ୍ରମେ ସେ ବନରେ ତପସ୍ୟା କରି କରି ନାରାୟଣଙ୍କୁ ମାନେ ସେ ପ୍ରସନ୍ନ କରି ନାରାୟଣଙ୍କ ଦ୍ଵାରା ସେ ଦୀର୍ଘ 33,000 ବର୍ଷ ରାଜକାର୍ଯ୍ୟ କରିଥିଲେ ଏବଂ ସର୍ବଶେଷରେ ନିଜର ପୁତ୍ର ଉତ୍କଳଙ୍କୁ ରାଜଭାର ସମର୍ପି ଦେଇ ସିଏ ବଦରିକା ଆଶ୍ରମ ଯାଇଥିଲେ। ତ ଉତ୍କଳ ପିଲାଦିନରୁ ଏପରି ଭାବରେ ଥିଲେ ଯେ ସେ ପିଲାଦିନରୁ ହିଁ ନିହାତି ଭାବରେ ଶାନ୍ତ ସରଳ ଏବଂ ତାଙ୍କର ଭାବ ସମ୍ପୂର୍ଣ୍ଣ ଭାବରେ ପରମାତ୍ମାଙ୍କ ଭାବରେ ପାଖରେ ଲୀନ ଥିଲା। ଯେ ପ୍ରଜା ମାନେ ତାଙ୍କର ଏହିପରି ଭାବ ଦେଖିକି ନିହାତି ପାଗଳାମୀ, କିଛି ଜାଣିନାହିଁ ଏହିପରି ଭାବରେ କହିଲେ। ତ ଏଇ ପ୍ରକାର ରାଜ୍ୟ ଅବସ୍ଥା ସେ ଚଳେଇ ପାରିବେ ନାହିଁ ଏହିପରି ଭାବରେ କହିବାରୁ ତ ତାଙ୍କର ସାନ ଭାଇ ଯିଏ ଥିଲେ ବତ୍ସର, ବତ୍ସରଙ୍କୁ ହିଁ ରାଜଗାଦିରେ ବସାଗଲା। ବତ୍ସର ହିଁ ରାଜା ହେଲେ। ତ ବତ୍ସର ଏବଂ ବତ୍ସର ଏବଂ ତାଙ୍କର ପତ୍ନୀ ଇଷ୍ଟାଙ୍କ ଗର୍ଭରୁ 6 ପୁତ୍ର ଜନ୍ମ ହୋଇଥିଲେ, ଯିଏକି ଥିଲେ ପୁଷ୍ପାନ୍ନ, ଦିଗ୍ନକେତୁ, ଇଷ୍ଟ, ଉର୍ଜ, ବସୁ ଏବଂ ଜୟ। ପୁଷ୍ପାନଙ୍କର 2ଟି ପତ୍ନୀ ଥିଲେ, ଯିଏ ଥିଲେ ପ୍ରଭା ଏବଂ ଦୋସା। ପ୍ରଭା ଏବଂ ଦୋସା ଏଇ 2 ଜଣଙ୍କ ପାଖରୁ 3ଟି ଲେଖାଏଁ ପୁତ୍ର ଥିଲେ। ପ୍ରଭାଙ୍କର ପୁତ୍ର ଥିଲେ ପ୍ରାତ, ମଧ୍ୟଦିନ, ସାନ୍ଧ୍ୟ ଏବଂ ଦୋସାଙ୍କର ଯୋଉ 3ଟି ପୁତ୍ର ଥିଲେ ପ୍ରଦୋଷ, ନିଶିତ ଏବଂ ଦୁଷ୍ଟ। ଏଠାରେ ବିଷ୍ଟଙ୍କର ପତ୍ନୀ ଥିଲେ ପୁଷ୍କରିଣୀ, ତାଙ୍କ ଗର୍ଭରୁ ସର୍ବତେଜ ନାମକ ପୁତ୍ର ଜନ୍ମ ହୋଇଥିଲେ। ସର୍ବତେଜଙ୍କର ପତ୍ନୀ ଥିଲେ ଆକୁତି, ଆକୁତିଙ୍କର ପୁତ୍ର ହେଲେ ଚାକ୍ଷୁଷ ମନୁ, ଯିଏକି 6ଠ ମନ୍ୱନ୍ତରରେ ମନୁ ରାଜା ରୂପେ ହେଇକି ଆସିଥିଲେ। ଏବଂ ଚାକ୍ଷୁଷ ମନୁଙ୍କର ପତ୍ନୀ ଥିଲେ ନଲତା, ନଲତାଙ୍କର ଗର୍ଭରୁ 12ଟି ପୁତ୍ର ଜନ୍ମ ହୋଇଥିଲେ, ଯିଏକି ଥିଲେ ପୁରୁ, କୁତ୍ସ, ତ୍ରିତ, ଦ୍ୟୁମ୍ନ, ସତ୍ୟ, ରତବ୍ରତ, ଅତିରାତ୍ର, ଅଗ୍ନିହୋଷ୍ଟମ, ଶିବି, ଉଲ୍ଲକ, ପ୍ରଦ୍ୟୁମ୍ନ। ଉଲ୍ଲକ ଏବଂ ତାଙ୍କର ପତ୍ନୀ ଥିଲେ ପୁଷ୍କରଣୀ, ତାଙ୍କ ଗର୍ଭରୁ 6ଟି ପୁତ୍ର ହୋଇଥିଲେ, ଯିଏକି ମନୁବଂଶର ରାଜା ଥିଲେ ଉଲ୍ଲକ। ତାଙ୍କର 6ଟି ପୁତ୍ର ଥିଲେ। 6ଟି ପୁତ୍ରଙ୍କ ଭିତରେ ଥିଲେ ଅଙ୍ଗ, ସୁମନା, କ୍ଷାତ୍ରୀ, କ୍ରତୁ, ଅଙ୍ଗିରା, ଗୟ। ୟାଙ୍କ ଭିତରୁ ରାଜା ହୋଇଥିଲେ, ରାଜର୍ଷି ଥିଲେ ଅଙ୍ଗ। ଏଠାରେ ବିଶେଷ ଭାବରେ ଆମେ ଅଙ୍ଗ ରାଜାଙ୍କ ବିଷୟରେ ଏବଂ ତାଙ୍କର ପୁତ୍ର ବେଣଙ୍କ ବିଷୟରେ ବିଶେଷ ଭାବରେ ଏଠାରେ ଆଲୋଚନା କରାଯାଇଛି ଅଧ୍ୟାୟ 13ରେ। ଅଙ୍ଗରାଜାଙ୍କର ପତ୍ନୀ ଥିଲେ ସୁନିତା, ଯିଏକି ମୃତ୍ୟୁଦେବଙ୍କର ଝିଅ, ମୃତ୍ୟୁଦେବ ଅର୍ଥାତ୍ ଯମଙ୍କର ଝିଅ ଥିଲେ। ସିଏ ଅଙ୍ଗରାଜାଙ୍କର ପତ୍ନୀ ଥିଲେ। ଆଚ୍ଛା, ଅଙ୍ଗରାଜା ଏବଂ ସୁନିତାଙ୍କର ଗର୍ଭରୁ ବେଣ ନାମକ ପୁତ୍ର ଜନ୍ମ ହୋଇଥିଲେ, ଯିଏକି ପିଲାଦିନରୁ ଅତ୍ୟନ୍ତ ଦୁଷ୍ଟ ଏବଂ ନିହାତି ଖରାପ ପ୍ରକୃତିର ହିଁ ଥିଲେ। ବେଣଙ୍କର ଏହିପରି ଭାବରେ ଯୋଉ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଥିଲା, ଏ ବେଣଙ୍କର ଅତ୍ୟାଚାରିତାକୁ ସହି ନ ପାରି ରାଜା ଅଙ୍ଗ ସେ ଅର୍ଦ୍ଧରାତ୍ରରୁ ଉଠିକି ପଳେଇ ଯାଇଥିଲେ। ଏଇପରି ଭାବରେ ବେଣଙ୍କର ଯୋଉ ଦିନକୁ ଦିନ ବଢିବାରେ ଲାଗିଲା, ତାଙ୍କର ଅତ୍ୟାଚାରିତା ବଢିବାକୁ ଲାଗିଲା। ଏହାକୁ ଦେଖି ଯୋଉ ତାଙ୍କ ରାଜ୍ୟର ସାଧୁ ମାନେ ଥିଲେ ଏବଂ ମାନେ ଯୋଉ ଥିଲେ, ସେମାନେ ବେଣକୁ ବଧ କଲେ। ବେଣକୁ ବଧ କରିବା ପରେ ବେଣଙ୍କର ଦକ୍ଷିଣ ହସ୍ତକୁ ମନ୍ଥନ କଲା ପରେ ମୁନି ମାନେ ସବୁ ଦକ୍ଷିଣ ହସ୍ତକୁ ମନ୍ଥନ କଲେ। ମନ୍ଥନ କଲା ପରେ ପୃଥିବୀର ଆଦି ରାଜା ଯିଏକି ପୃଥୁ ରୂପରେ ରାଜକାର୍ଯ୍ୟ ଜନ୍ମଗ୍ରହଣ କରିଥିଲେ। ଏଇଠାରେ ବିଦୁର ମୈତ୍ରେୟ ମୁନିଙ୍କୁ ପଚାରୁଛନ୍ତି ଯେ ଏଇ ଯୋଉ ଯାହାବି ହଉଛି, ଏସବୁ ନୈମିଷାରଣ୍ୟରେ ସବୁ ମୁନି ମାନେ ଅଛନ୍ତି ସେଠାରେ ଏବଂ
ମୈତ୍ରେୟ ମୁନିଙ୍କୁ ବିଦୁର ଜିଜ୍ଞାସା କରୁଛନ୍ତି। ତ ବିଦୁର ଏଠାରେ ପଚାରିଛନ୍ତି କି ଯେ ଅଙ୍ଗ ପରି ରାଜା ଯିଏକି ରାଜର୍ଷି ଏତେ ସୁନ୍ଦର ଏତେ ପୁଣ୍ୟବାନ ରାଜା ହବା ପରେ ତ ତାଙ୍କ ଗର୍ଭରୁ ଏପରି ଦୁଷ୍ଟ ସ୍ୱଭାବର ପୁତ୍ର କିପରି ଭାବରେ ଜନ୍ମ ହୋଇପାରିଲେ, ଆଉ କଣ କାରଣ ଥିଲା କାହିଁକି ସେ ଏଇପରି ଭାବରେ ପୁତ୍ର ଜନ୍ମ ହୋଇଥିଲେ ବେଣ। ତ ସେଠୁ ବିଦୁର ଜିଜ୍ଞାସା କରିଛନ୍ତି, ବିଦୁର ଯୋଉ ଜିଜ୍ଞାସା କରୁଛନ୍ତି ମୈତ୍ରେୟ ମୁନି ତାହାକୁ କହୁଛନ୍ତି ଯେହେତୁ ଧ୍ରୁବଙ୍କର ବଂଶଜରେ ଅଙ୍ଗରାଜା ଜନ୍ମଗ୍ରହଣ ଥିଲେ, ଅଙ୍ଗରାଜା ପ୍ରଥମରୁ ତାଙ୍କର ପୁତ୍ର ନଥିଲା, ସେ ଅପୁତ୍ରିକ ଥିଲେ। ତେଣୁ ସମସ୍ତଙ୍କର ଗୃହସ୍ଥ ଧର୍ମ ହିସାବରେ ସମସ୍ତେ ଚାହାନ୍ତି ପୁତ୍ର ପାଇଁକି। ତ ଏଠାରେ ଆମେ ମାନେ ଗୋଟେ କଥା ଶିଖିବା ଦରକାର, ଯଦି ପୁତ୍ର ଖରାପ ହେଲା ତାହେଲେ ସେଠାରେ ମାନେ ନିପୁତ୍ରିକ ବଂଶ ରହିବା ବହୁତ ଭଲ। ଯଦି ପୁତ୍ର ସପୁତ୍ରିକ ହୁଏ ତାହେଲେ ସେ ବଂଶକୁ ଆଗକୁ ବଢାଇଥାଏ। ଯଦି ପୁତ୍ର ଏଠାରେ ନିହାତି ଦୁଷ୍ଟ ସ୍ୱଭାବ ରହିଥାଏ, ସିଏ କଣ କରିଥାଏ ବଂଶକୁ ପତନାଭିମୁଖୀ କରାଇଥାଏ। ଏଇ ଜିନିଷଟି ଆମେ ଅଙ୍ଗରାଜାଙ୍କ ତାଙ୍କ ପରିବାର ତାଙ୍କ ବଂଶଜରୁ ଆମେ ଶିଖିବା ଆବଶ୍ୟକ। ତ ଅଙ୍ଗରାଜା ପୁତ୍ରର କାମନା କରିକି ଅଶ୍ୱମେଧ ଯଜ୍ଞ କରିଥିଲେ। ଅଶ୍ୱମେଧ ଯଜ୍ଞ ଯୋଉ କରିଥିଲେ ସେଠାରେ ହଉଛି ସେ ସବୁ ଋଷି ମୁନି ମାନଙ୍କୁ ଡାକିଥିଲେ। ଡାକିବା ପରେ ସେମାନେ ଯଜ୍ଞ କୁଟରେ ହବନ କରିବା ପୂର୍ବରୁ ସେମାନେ ପଚାରିଲେ ଯେ ଏଠାରେ ଦେବତା ମାନେ କାହିଁକି ଆସିନାହାନ୍ତି, ଇନ୍ଦ୍ର ଦେବତା ମାନେ ସେମାନେ କାହିଁକି ଆସିନାହାନ୍ତି। ତେଣୁ ଆମେ ଯୋଉ ଯଜ୍ଞକୁ ହବନ କରିବୁ, ଯୋଉ ଆହୁତି ଦେବୁ, ସେଥିରେ ସେ ମାନେ ଏ ଯଜ୍ଞ ତୁମର ସଫଳ ହୋଇପାରିବ ନାହିଁ। ତ ଏହା ଶୁଣି ଅଙ୍ଗରାଜା ଅତ୍ୟନ୍ତ ଦୁଃଖୀ ହୋଇପଡିଥିଲେ। ତ ଏବଂ ପଚାରିଲେ ଯେ କାହିଁକି ଆମର ଯଜ୍ଞଟି କାହିଁକି ସଫଳ ହେଇପାରିବ ନାହିଁ। ଏହା ଶୁଣିକି ସେ ଯୋଉ ମୁନି ଋଷି ମାନେ ଥିଲେ ଯେ କହିଲେ ତୁମେ ଅତ୍ୟନ୍ତ ଶ୍ରଦ୍ଧାର ସହିତ କରିଛ ଯଜ୍ଞ, ଆଉ ତୁମର ଭକ୍ତି ସହକାରେ କରିଛ, ସବୁ ଠିକ ଅଛି, କିନ୍ତୁ ଯୋଉ ଯଜ୍ଞଟି ତମେ କରିଛ ତମର ଏଇଟା ହଉଛି କାହିଁକି ଦେବତା ମାନେ ଏଇ ଯଜ୍ଞକୁ ଗ୍ରହଣ କଲେ ନାହିଁ, ଏଇଟା ହଉଛି ତମର ପୂର୍ବ ପ୍ରାରବ୍ଧ କର୍ମର ଫଳ। ପୂର୍ବ ଜନ୍ମରୁ ଏ ଜନ୍ମରେ ହୁଏତ ତମର କିଛି ଦୋଷ ନାହିଁ, କିନ୍ତୁ ପୂର୍ବ ଜନ୍ମରେ ଯୋଉ ଦୋଷ ରହିଛି ସେଇ ଦୋଷ ଗୁଣରୁ ତୁମର ଯଜ୍ଞ ଖଣ୍ଡନ ହୋଇଛି। ଏବଂ ସେଇଠୁ ତାପରେ ଯେଉଁ ଯଜ୍ଞରେ ଆୟୋଜିତ ମୈତ୍ରେୟ ମୁନି ପୁଣି କହୁଛନ୍ତି ସେଠି ଅଙ୍ଗରାଜା ବିପ୍ରଙ୍କର କଥା ଶୁଣି ଅତ୍ୟନ୍ତ ଦୁଃଖୀ ହୋଇ ପଡିଥିଲେ ଏବଂ ସେ ତାପରେ ଶୁଣି ସାରିଲା ପରେ ପ୍ରଚେତା ମାନେ କହିଥିଲେ ଯେ ଏହା ତମର ଜନ୍ମର ଦୋଷ ନୁହେଁ, ଏଇଟା ହଉଛି ପୂର୍ବର ଦୋଷ। ତାପରେ ସେ ଅଙ୍ଗରାଜା ଯେହେତୁ ପ୍ରଥମରୁ ଅପୁତ୍ରିକ ଥିଲେ, ସେ ପୁଣି ଆଉଥରେ ତାଙ୍କର ପୁତ୍ର କାମେଷ୍ଟି ଯଜ୍ଞ କରିବା ପାଇଁ ସେ କହିଲେ, ସେ ଯୋଉ ବିପ୍ର ମାନେ ଥିଲେ ସେମାନେ ପୁତ୍ର ପୁତ୍ରୀଷ୍ଟି ଯଜ୍ଞ କରିବା ପାଇଁ କହିଥିଲେ, ସେ ଯଜ୍ଞ କଲେ, ସେ ଯଜ୍ଞରେ ଯଜ୍ଞ ପୁରୁଷ ଆସିଲେ। ଯଜ୍ଞ ପୁରୁଷ ଆସିଲା ପରେ ସେ ହାତରେ କ୍ଷିରି ପାତ୍ର ଧରିକି ଆସିଥିଲେ, କ୍ଷିରି ପାତ୍ର ଧରିଲା ପରେ ସିଏ ତାଙ୍କର ରାଜା ଅଙ୍ଗଙ୍କୁ ଦେଇଥିଲେ। ଅଙ୍ଗ କଣ କରିଥିଲେ ଯେ ସେଇ ଯୋଉ କ୍ଷିରି ପାତ୍ରଟି ଥିଲା ସିଏ ଶୁଙ୍ଘିକି ତାଙ୍କ ସ୍ତ୍ରୀଙ୍କୁ ଦେଇଥିଲେ। ସେଇ ସ୍ତ୍ରୀଙ୍କୁ ଦବା ପରେ ସେଇ କ୍ଷିରିକୁ ସିଏ ଖାଇବା ପରେ ତାଙ୍କର ଗର୍ଭାବାସ ହେଇଥିଲା। ଏବଂ ସେଇ ଯୋଉ ଗର୍ଭାବାସରୁ ଯୋଉ ପୁତ୍ରଟି ଜନ୍ମ ହେଇଥିଲା ନିହାତି ଅତ୍ୟନ୍ତ ଦୁଷ୍ଟ ସ୍ୱଭାବର ଥିଲା। ଏବଂ ଯିଏକି ରାଜବଂଶକୁ ନିମ୍ନ ଧରଣକୁ ନବାକୁ ଯାଇଥିଲା ଏବଂ ଯାହାକି ଯାହାକି କୁହାଯାଏ ଯୋଉ ଆମର ଓଡିଆରେ ଗୋଟେ ଢଗ ଅଛି ଯେ ବଂଶ ନାଶ ବେଳେ ଘୋଡା ମୁହାଁ ପୁଅ ଜନ୍ମ ହୁଅନ୍ତି ଯୋଉ ସେ ଓଡିଆରେ ଢଗଢମାଳିରେ ଯୋଉ ଅଛି ତ ସେଇପରି ଭାବରେ ତାଙ୍କର ହୋଇଥିଲା। ତ ଏଇପରି ଭାବରେ ତାଙ୍କୁ କହିଥିଲେ ଯେ ଏଇଆ ହଉଛି ତମର ଭୁଲ, ଏଇ ଭୁଲ ପାଇଁ କି ତମର ଏଇପରି ଭାବରେ ପୁତ୍ରଟି ଦୁଷ୍ଟ ସ୍ୱଭାବର ହେଇଥିଲା। ଏବଂ ଏହିପରି ଭାବରେ ମୋର ଆଜିକାର ଅନୁମୋଦନଟି ଶେଷ ହେଲା। ଯଦି ମୋର କିଛି ଏହି ଅନୁମୋଦନ କାର୍ଯ୍ୟକ୍ରମରେ ଭୁଲ ହୋଇଯାଇଥାଏ ଆପଣ ମାନେ ସମସ୍ତ ନିଜ ନିଜ ଗୁଣରେ ମତେ କ୍ଷମା କରିଦେବେ। ହରେ କୃଷ୍ଣ। ବହୁତ ଭଲ କହିଲେ ମାତାଜୀ, ଧନ୍ୟବାଦ। ହରେ କୃଷ୍ଣ, ପ୍ରଣାମ ମାତାଜୀ। ହରେ କୃଷ୍ଣ, ପ୍ରଣାମ। ଜୟ ଜଗନ୍ନାଥ। ହରେ କୃଷ୍ଣ। हरे कृष्णा माता जी, प्रणाम। हरे कृष्ण।
नीलाद्रिकन्दरानन्दि मन्दरालयवन्दितं वन्दे बन्दारुमन्दारम् इन्दिरा मन्दिरं महा इन्दिरा मन्दिरं महा। भगवत कार्यक्रमରେ अंशग्रहण करथिबा समस्त भगवत प्रेमी भक्त माननकु मोर अंतर गभीरतम प्रदेश रु श्रद्धा और सम्मान ज्ञापन करुची। मोर परम प्रेममय गुरुजी को मोर अंतर गभीरतम प्रदेश रु श्रद्धा और सम्मान केवल नुह मोर कोटि जन्मर जो आशा एवं आकांक्षा नहीं कि भगवान जन्म देइचंती मते एवं मते जो स्थान रे पहुंचीबा दरकार मते सेठी पहुंचेई देइथिबारु मु तांकु को रूप रे धन्यवाद ज्ञापन करिबी मु जानि पारुनी। भागवत सुनिबार बहुत इच्छा थिला किंतु सांसारिक जंजाल भितरे मु जिंस करि पारेनी। किंतु थरे तांकु रिक्वेस्ट करथिली जे मु केमिति भाबरे ध्रुवंकर चरित्र सुनिबी कारण छोट दिन रु ध्रुव चरित्र प्रति मोर गुटे अहेतुक ममता थिला। तो आज से जिनस सुजोग पाइथिबारु एवं आपण मानक सम्मुखरे भूल रे भी किछि जदि किछि भूल भटका हे जाए ताहले क्षमा देवे बोली आशा। भक्त और भगवान को संस्पर्श रे आसीथिबा प्रत्येक व्यक्तिर प्रत्येक अभिज्ञता लब्ध विवरणी प्रति भागवत नाम प्रयोज्य। भगवान नाना रूप धारण करती एवं नाना लीला प्रकट करती। जो माने तांको उपलब्धि करिचंती जो माने तांकर कृपाधन्य निमित्त जो मानक से जो रूप रे दर्शन देइचंती सेही भक्त मानक विभिन्न अभिज्ञतार वृत्तांत भागवत नाम रे अभिहित। भागवत समस्त वेदविद मानक द्वारा स्वीकृत और सम्मानित। भौतिक मानसिक और दैविक आदि भवरोग निवारक महौषधि हेउची एही भागवत। भागवत रसोत्तर अमृत माधुर्य रे परिपूर्ण लीला देह वर्णना दीप्ति रे भास्वर। मो मतरे प्रभु जहा उपरे प्रसन्न तारे संसार रे दुर्लभ होई किछि रहे नाही। किंतु प्रभुंक प्रेम लाभ करि नथिबा व्यक्ति सब थाई मध्य किछि पाई पारे नाही। भक्ति भाव रे जे भगवान को प्रसन्न करि पारिछि सेही भक्तर जीवन धन्य। जगत रे से ही सफल पुरुष तार जननी जोग्या जननी धन्या पूजनिया सेही भक्तर पुरुषार्थ ही यथार्थ पुरुषार्थ। भगवत कृपा लब्ध भक्त सर्वपूजनीय वंदनीय और प्रातस्मरणीय। सेपरी भक्तर पवित्र स्पर्श रे अपवित्र भूमि पवित्र हुए और तार विमल चरित्रर प्रभाव रे दुखमय संसार सुखमय पलटि जाए। एक कथा मैत्र मुनि विदुरंकु कहउचंती। ध्रुवंक भाग्य विषय जेते आलोचना कले मध्य हे विदुर ताहा अपूर्ण ही रही जीव कारण से जो अक्ष विष्णुपद लाभ कले वेदविद गण कठोर साधना बल रे बहु जन्म परे ताहा पाइबाकु समर्थ होइतांती। जो माने पुण्यहीन तपस्या और सत्कर्म रहित सेपरी लोकंक कथा पचारे किए से माने विष्णुपदर कल्पना करिबा पई मध्य असमर्थ। ध्रुवलोक सूर्य चंद्रंक आलोक रे नुह निज प्रकाश रे प्रकाशित हुए ताहारी आलोक रे तीनी लोक आलोकित हुए। सूर्य चंद्र ध्रुवलोक को आश्रय करी परिभ्रमण करती। अनवरत शुद्ध कर्म आचरण करुवा कृष्णार्पित बुद्धिर लोके विष्णुपद लाभ करिथांती। निर्दय असुचि संपन्न पापी लोक मानक पक्षरे ताहा दुर्गेय। जो माने समदर्शी शांत शुद्ध सरल परोपकारी से माने ध्रुवलोक रे वास करती। प्रभु को अपार करुणा बल रे सुनीति नंदन महाराज उत्तनपादंक यशस्वी संतान परम भागवत ध्रुव ही विष्णुपद लाभ करथिले। तीनी लोकरे ताहा ही श्रेष्ठ स्थान। जननी सुनीतिंक सहित ध्रुव आज भी उत्तर आकाश रे तारा सदृश्य देखा जाउचंती एवं भगवत भक्तिर प्रकाश रे प्रकाशित होइचंती। एई समय रे मैत्र मुनि विदुरंक बुझेउचंती
ଯେ ଯେଉଁମାନଙ୍କର ଜନ୍ମ ମହତ୍ୱପୂର୍ଣ୍ଣ ବା ଯେଉଁମାନେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତି ତାଙ୍କର ପୂଜନୀୟ ଓ ସମ୍ମାନନୀୟ ଗୁରୁଜନ ମାନେ ମଧ୍ୟ ସମ୍ମାନର ଅଧିକାରୀ ହୋଇଥାନ୍ତି। ଭକ୍ତ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଏ, କିନ୍ତୁ ସ୍ୱୟଂ ଭଗବାନ ଧ୍ରୁବଙ୍କୁ ଦର୍ଶନ କରିବା ପାଇଁ ମଧୁବନକୁ ଚାଲି ଆସିଥିଲେ। ପୁତ୍ର ପିତାର ସ୍ୱାଗତ କରିବାକୁ ଯାଏ, କିନ୍ତୁ ମହାରାଜ ଉତ୍ତନାପାଦ ପୁତ୍ର ଧ୍ରୁବର କୀର୍ତ୍ତିକଳାପ ସମ୍ପର୍କରେ ଶୁଣିବା ପରେ ଏବଂ ସିଏ ବିଷ୍ଣୁପଦ ଲାଭ କରିଛନ୍ତି ବୋଲି ଜାଣିବା ପରେ ତାଙ୍କୁ ସ୍ୱାଗତ ଜଣାଇବା ପାଇଁ ନିଜେ ଚାଲି ଆସିଥିଲେ। ଶିଷ୍ୟ ଗୁରୁଙ୍କ ଗୁଣ ଗୌରବ ଗାନ କରନ୍ତି, କିନ୍ତୁ ପ୍ରଚେତାଗଣଙ୍କ ଗୁରୁ ସ୍ୱୟଂ ନାରଦ ନିଜର ଶିଷ୍ୟ ଧ୍ରୁବଙ୍କର ଗୁଣଗାନ କରିଥିଲେ। ହରିଗାଥା ଗାନ କରିବା ସଙ୍ଗେ ସଙ୍ଗେ ନାରଦ ହରିଦାସ ଧ୍ରୁବଙ୍କ ମହତ୍ୱ ପ୍ରଖ୍ୟାପନ କରିଥିଲେ। ଏସବୁ ଜିନିଷ ଶୁଣିବା ପରେ ବିଦୁର ତାଙ୍କୁ ପଚାରିଥିଲେ, ଭଗବାନ ଦେବର୍ଷି ନାରଦ କିପରି ପ୍ରଚେତାଗଣଙ୍କ ଯଜ୍ଞରେ ଧ୍ରୁବଙ୍କର ଗୁଣଗାନ କଲେ ତାହା ମୋତେ ବିସ୍ତୃତ ଭାବରେ ବୁଝାଇ ଦିଅନ୍ତୁ। ଗୁରୁଜୀଙ୍କ ବାଣୀରୁ ମୁଁ ଯାହା ଶୁଣିଥିଲି, ଯେହେତୁ ସେ କ୍ଲାସ ମୁଁ ଆଟେଣ୍ଡ କରିନି, କିନ୍ତୁ ମୁଁ ଗୋଟେ ଜିନିଷ ସେଥିରେ ଧରିଥିଲି ଯେ କିପରି ଶାଳୀନତାକୁ ପ୍ରକାଶ କରିବାକୁ ହୁଏ। ଗୋଟେ ଶିଷ୍ୟ ଯେତେବେଳେ ତାର ଗୁରୁଙ୍କୁ କୌଣସି ଜିଜ୍ଞାସୁ ମନୋବୃତ୍ତି ନେଇ ପ୍ରଶ୍ନ କରେ, ସେ ସମୟରେ ମଧ୍ୟ ତାର ଶାଳୀନତା କିଭଳି ଭାବରେ ପ୍ରକାଶ ପାଇବା ଦରକାର। ଏବଂ ଏଠି ବିଦୁର ଜିଜ୍ଞାସୁ ମନୋବୃତ୍ତି ନେଇ ମୈତ୍ରମୁନିଙ୍କୁ ଏଇ ଜିନିଷ ପଚାରିଛନ୍ତି ଏବଂ ମୈତ୍ରମୁନି ବୁଝେଇଛନ୍ତି ଯେ ପ୍ରଚେତାମାନେ ନିଜ ରାଜଧାନୀ ବ୍ରହ୍ମାବର୍ତ୍ତର ଗଙ୍ଗା ନଦୀ ତୀରରେ ଏକ ବିରାଟ ଯଜ୍ଞ କରିଥିଲେ। ହରିଗୁଣ ଗାନ କରିବା ପାଇଁ ସ୍ୱର୍ଗତ ଗନ୍ଧର୍ବଗଣ ନିମନ୍ତ୍ରିତ ହୋଇ ସେଠାକୁ ଆସିଥିଲେ। ସେହି ସମୟରେ ନାରଦ ଭଗବାନଙ୍କ ମହିମା କୀର୍ତ୍ତନ ଅବସରରେ ପ୍ରସଙ୍ଗବଶତଃ ଧ୍ରୁବଙ୍କ ସମ୍ବନ୍ଧରେ ଗୀତ ଗାନ କରିଥିଲେ। ସେହି ଗୀତ ଶୁଣି ଉପସ୍ଥିତ ସମସ୍ତେ ସ୍ତମ୍ଭୀଭୂତ ହୋଇଯାଇଥିଲେ। ନାରଦ ଯଥାରୀତି ଆଳାପ ପରେ ଗାଇଥିଲେ, ସୁନୀତି ଜଗତବନ୍ଦନିଆ ମହିୟସୀ ନାରୀ ଥିଲେ, ତାଙ୍କରି ପୁଅ ଥିଲେ ଭକ୍ତ ଚୂଡ଼ାମଣି ଧ୍ରୁବ। ପୁଅଙ୍କୁ ବୁଝାଇବା ଆଳରେ ସୁନୀତି ସାଧନାର ମାର୍ଗ ବିଷୟରେ ଶିକ୍ଷା ଦେଇଥିଲେ। ଧ୍ରୁବ ସୌତୁଣୀ ମାର ବାକ୍ୟବାଣରେ ମର୍ମାହତ ହୋଇ ରାଜବାଟୀ ଛାଡ଼ି ହରିଦର୍ଶନ ପାଇଁ ମାଙ୍କ ନିର୍ଦ୍ଦେଶ କ୍ରମେ ବଣକୁ ଚାଲି ଯାଇଥିଲେ। ଏକଥା ଆମେ ସମସ୍ତେ ଜାଣିଛୁ। ଭକ୍ତର ଡାକରେ ହରିଙ୍କ ହୃଦୟ ତରଳି ଗଲା ଏବଂ ସେ ଧ୍ରୁବଙ୍କୁ ଦର୍ଶନ ଦେଲେ। ହରିଦର୍ଶନ ଫଳରେ ଧ୍ରୁବ ଦୁର୍ଲଭ ବିଷ୍ଣୁପଦ ଲାଭ କରିଥିଲେ। ଏହିପରି ଧ୍ରୁବ ଚରିତ ଗାଇବା ପରେ ନାରଦ ସ୍ୱେଚ୍ଛାପୂର୍ବକ ପ୍ରଚେତାଗଣଙ୍କ ଯଜ୍ଞସ୍ଥଳରୁ ପ୍ରସ୍ଥାନ କରିଥିଲେ। ସେହି ସମୟରେ ମୈତ୍ରମୁନିଙ୍କୁ ପୁନର୍ବାର ବିଦୁର ପଚାରିଛନ୍ତି ଯେ ଧ୍ରୁବଙ୍କର ଏ ଚରିତ ଶୁଣିବା ପାଇଁ ମୋର ଆହୁରି ଇଚ୍ଛା ଏବଂ ଆପଣ ତାହାକୁ ମୋତେ ନିଶ୍ଚିତ ଭାବରେ ବର୍ଣ୍ଣନା କରନ୍ତୁ। ଏବଂ ମୈତ୍ରମୁନି ତାକୁ ଅତି ସଂକ୍ଷେପରେ ବର୍ଣ୍ଣନା କରି କହିଛନ୍ତି, ଏବେ ଆଉ ଆପଣ କଣ ଜାଣିବା ପାଇଁ ଚାହୁଁଛନ୍ତି? ମୈତ୍ରଙ୍କ ପ୍ରଶ୍ନ ଶୁଣି ବିଦୁର କହୁଛନ୍ତି, ମହାରାଜ ସେହି ଧ୍ରୁବ ଚରିତ୍ରର ମାହାତ୍ମ୍ୟ କହନ୍ତୁ, ଯାହା ଶ୍ରୋତାମାନଙ୍କ ମନରେ ଅଧିକ ପ୍ରୀତି ଉତ୍ପନ୍ନ କରିବ। ଏବଂ ମୈତ୍ରମୁନି ଏହା ଶୁଣି ଦେବର୍ଷି ନାରଦଙ୍କୁ କହିଲେ, ବିଦୁରଙ୍କୁ କହିଲେ, ଭକ୍ତମାନଙ୍କ ଚରିତର ମାହାତ୍ମ୍ୟ ବର୍ଣ୍ଣନା କରିବା ପାଇଁକି ସ୍ୱୟଂ ସରସ୍ୱତୀଙ୍କର ମଧ୍ୟ ଶକ୍ତି ନାହିଁ। ମୁଁ ତ ଜଣେ ସାଧାରଣ ଲୋକ। ଧ୍ରୁବଙ୍କ ଚରିତ ଶ୍ରବଣରେ ଧନ ଧାନ୍ୟ ପୁତ୍ର ପୌତ୍ର ଯଶ କୀର୍ତ୍ତି ଓ ଆୟୁ ବୃଦ୍ଧି ହୁଏ। ଏହା ପାପନାଶକ। ଧ୍ରୁବ ଚରିତ୍ର ଶୁଣିବା ପାଇଁ ଲୋକ ସ୍ୱର୍ଗ ତଥା ଧ୍ରୁବଲୋକ ଲାଭ କରେ। ଏହା ଶୁଣିଲେ ବିଦ୍ୟାର୍ଥୀର ବିଦ୍ୟା, ଧନ୍ୟାର୍ଥୀର ଧନ, ପୁତ୍ରାର୍ଥୀର ପୁତ୍ର, ମନସ୍ୱୀର ମନ, ତପସ୍ୱୀର ତପ, ଯଶସ୍ୱୀର ଯଶ ବୃଦ୍ଧି ହୋଇଥାଏ। ଏବଂ ଏହା ଶୁଣିବା ଦ୍ୱାରା ଜଣେ ବ୍ୟକ୍ତି ସର୍ବ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ ହୋଇଥାଏ। ବର୍ତ୍ତମାନ ଆମେ ଦେଖିବା ଧ୍ରୁବଙ୍କର ବଂଶ ଚରିତ କଣ। ଯେଉଁ ବଂଶରେ ଜଣେ ଭଗବତ ଭକ୍ତ ଜାତ ହୁଏ, ତା ଦ୍ୱାରା ସେ ବଂଶ ପବିତ୍ର ହୁଏ। ଯେଉଁ ଦେଶରେ ପରମ ଭାଗବତ ଜନ୍ମ ହୁଅନ୍ତି, ସେ ଦେଶ ପବିତ୍ର ତୀର୍ଥ ପାଲଟିଯାଏ। ଭକ୍ତଙ୍କୁ ଜନ୍ମ ଦେଇଥିବା ଜନନୀ ଧନ୍ୟ, ବଂଶ ଧନ୍ୟ, ସେ ଦେଶ ଧନ୍ୟ ଓ ସେ ପୁରୁଷ ଧନ୍ୟ ଯେ ସେହି କୂଳରେ ଜନ୍ମଗ୍ରହଣ କରେ। ଶ୍ରେଷ୍ଠ ସ୍ଥାନ ଲାଭ କରିବାର କେତେକ କାରଣ ଅଛି। ବିଦ୍ୟା, ତପସ୍ୟା, ସତ୍କର୍ମ, ଧନ ଆଦି ବିଭବ ଦ୍ୱାରା ମଣିଷ ଶ୍ରେଷ୍ଠ ଆସନର ଅଧିକାରୀ ହୁଏ। କିନ୍ତୁ ଏସବୁ ମଧ୍ୟରେ ସତ୍କୂଳରେ ଜନ୍ମ ହେବା ଦ୍ୱାରା ଲୋକ ଅଧିକ ପ୍ରଶଂସା ପାଇଥାଏ। ଧନ ଆଜି ଅଛି କିନ୍ତୁ କାଲି ନଷ୍ଟ ହୋଇଯାଇପାରେ। ଖରାପ କାମ କଲେ ତପସ୍ୟା ଓ ସତ୍କର୍ମ ଜନିତ ସୁନାମ ରହେ ନାହିଁ। ଯଶ ମଧ୍ୟ ଅପଯଶରେ ପରିଣତ ହୁଏ। କିନ୍ତୁ କୁଳର ଗୌରବ,
ଏ ଦେହ ଥିବା ଯାଏଁ ରହେ। କୁକର୍ମ କଲେ ମଧ୍ୟ ଲୋକେ ବଂଶ ମର୍ଯ୍ୟାଦାକୁ ଭୁଲି ପାରନ୍ତି ନାହିଁ। ସେଥିପାଇଁ ପୂର୍ବେ କୁଳୀନତାର ଆଦର ଥିଲା। କୁଳୀନ ଗୁଣହୀନ ବ୍ୟକ୍ତି ତୁଳନାରେ ଅକୁଳୀନ ଗୁଣୀ ଲୋକକୁ ସମ୍ମାନ ଦିଆଯାଉନଥିଲା। କାରଣ ବାହ୍ୟ ଗୁଣ ନଥିଲେ ମଧ୍ୟ କୁଳୀନର କୂଳ ପରମ୍ପରାଗତ ସ୍ୱଭାବ ନଷ୍ଟ ହେଉନଥିଲା। ଏ କଳି କାଳରେ ସେ ସବୁର ଗୁରୁତ୍ୱ ଆଉ ନାହିଁ। ଲୋକ ଯଶ ଐଶ୍ୱର୍ଯ୍ୟ ଓ ଧନ ବଳରେ ସମାଜରେ ଶ୍ରେଷ୍ଠ ସ୍ଥାନ ଲାଭ କରୁଛନ୍ତି। ଧ୍ରୁବଙ୍କର ପବିତ୍ର ଚରିତ୍ର ଶୁଣି ନମିଷାର ଅନ୍ୟବାସୀ ମୁନିଗଣ ପ୍ରଶଂସା ପୂର୍ବକ କହିଲେ, ମହାଭାଗ ସୁତ, ଆପଣଙ୍କର ବାଣୀ ଅତି ମଧୁର, ଆପଣଙ୍କର କଥା କହିବାର ଶୈଳୀ ମଧ୍ୟ ଅତ୍ୟନ୍ତ ମଧୁର ଏବଂ ଆପଣ ଏହା ଆପଣଙ୍କ ପିତାଙ୍କ ପାଖରୁ ବହୁତ ଭଲ ଭାବରେ ହାସଲ କରିଛନ୍ତି। ଏବଂ ବର୍ତ୍ତମାନ ଆମକୁ ଆପଣ ମାନେ ଧ୍ରୁବଙ୍କର ବଂଶାନୁଚରିତ ସମ୍ପର୍କରେ ଶୁଣାନ୍ତୁ। ଏବଂ ଏଇ କଥା ମାନେ ମୈତ୍ରମୁନି ବିଦୁରଙ୍କୁ କହୁଛନ୍ତି ବୋଲି ସେ ଶୁଣେଇଛନ୍ତି ଧ୍ରୁବଙ୍କର ବଂଶ ଚରିତ, ଯେ ମହାଭାଗ ଧ୍ରୁବଙ୍କ ବଂଶରେ ଯେଉଁ ମହାପୁରୁଷ ମାନେ ଜନ୍ମ ହୋଇଥିଲେ ସେମାନଙ୍କ ଚରିତ ଶୁଣିବାରେ ବିଦୁର ଆଗ୍ରହୀ ଥିବାର ଲକ୍ଷ୍ୟ କରି ମୈତ୍ରମୁନି କହିବାକୁ ଲାଗିଲେ, ମୁଁ ଆପଣଙ୍କୁ ପୂର୍ବରୁ କହିଛି ଯେ ମନୁପୁତ୍ର ମହାରାଜ ଉତ୍ତନପାଦଙ୍କର ଧ୍ରୁବ ଓ ଉତ୍ତମ ନାମରେ 2 ପୁତ୍ର ଥିଲେ ଏବଂ ଉତ୍ତମ ବିବାହ ପୂର୍ବରୁ ଯକ୍ଷମାନଙ୍କ ହାତରେ ମୃତ୍ୟୁବରଣ କରିଥିଲେ ଏବଂ ତାଙ୍କର ବଂଶ ଲୋପ ପାଇ ଯାଇଥିଲା ଏବଂ ଧ୍ରୁବଙ୍କ ବଂଶଧାରା ପ୍ରବାହିତ ଥିଲା, ଯାହାକି ନାରଦ ପ୍ରଚେତା ମାନଙ୍କ ଯଜ୍ଞରେ ବର୍ଣ୍ଣନା କରିଥିଲେ। ଏହା ଶୁଣି ବିଦୁର ପଚାରିଥିଲେ, ମହାଭାଗ, ମହର୍ଷି ନାରଦ ଯେଉଁ ବଂଶର ବର୍ଣ୍ଣନା କରିଥିଲେ ତାହା ନିଶ୍ଚୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ନାରଦ ସ୍ୱୟଂ ଭଗବାନଙ୍କ ଅଂଶବତାର, ତାଙ୍କଠାରୁ ବଳି ଅନ୍ୟ କେହି ଭାଗବତ ଏ ସଂସାରରେ ନାହିଁ। ତ ମୈତ୍ର ସେହି ସମୟରେ ତାଙ୍କୁ ଶୁଣେଇଥିଲେ ଯେ ହେ ବ୍ୟାସନନ୍ଦନ ବିଦୁର, ଧ୍ରୁବଙ୍କ ଇଳା ଓ ଭ୍ରମୀ ନାମରେ 2 ରାଣୀ ଥିଲେ। ଇଳାଙ୍କ ଗର୍ଭରୁ ଉତ୍କଳ ଓ ଭ୍ରମୀଙ୍କ ଗର୍ଭରୁ ବତ୍ସର ନାମରେ 2 ପୁତ୍ର ଜନ୍ମ ହେଲେ। ନିୟମ ଅନୁସାରେ ଉତ୍କଳ ରାଜସିଂହାସନ ଅଧିକାରୀ ଥିବାରୁ ତାଙ୍କୁ ରାଜ୍ୟଭାର ସମର୍ପଣ କରି ଧ୍ରୁବ ବନଗମନ କରିଥିଲେ। ପିତାଙ୍କ ଆଦେଶକୁ ସେ ପ୍ରତ୍ୟାଖ୍ୟାନ କରିପାରିନଥିଲେ ଉତ୍କଳ, କିନ୍ତୁ ତାଙ୍କର ଜନ୍ମରୁ ହିଁ ତାଙ୍କ ଭିତରେ ଗୋଟେ ପ୍ରକାର ବିତସ୍ପୃହ ଭାବ, ସଂସାର ପ୍ରତି ବୈରାଗ୍ୟ ଭାବ ଦେଖାଯାଇଥିଲା ଏବଂ ସେ ସଦାସର୍ବଦା ଚାହୁଁଥିଲେ ମୁଁ ଏଭଳି କର୍ମ କରେ ଯଦ୍ୱାରା ମତେ ଏଇ ରାଜସିଂହାସନର ଅଧିକାରୀ ନ ହୋଇ ମତେ ଏହାକୁ ଛାଡ଼ି ଯିବା ପାଇଁ କି ଦିଆଯାଉ ବା ମତେ ଏହାକୁ ପ୍ରତ୍ୟାଖ୍ୟାନ କରିବାକୁ ପଡୁ ଏବଂ ସେ ସେଇଭଳି କର୍ମ କରିଥିଲେ ଏବଂ ଯଦ୍ୱାରା କି ଲୋକ ତାଙ୍କୁ ପାଗଳ ବୋଲିକିରି ଅଭିହିତ କଲେ ଏବଂ ଶେଷରେ ସେ ରାଜକାର୍ଯ୍ୟ ନିଜର ଭାଇଙ୍କୁ ପ୍ରତ୍ୟର୍ପଣ କରି ଜଙ୍ଗଲକୁ ଚାଲି ଯାଇଥିଲେ ଏବଂ ଉତ୍କଳ ଚାଲିଯିବା ପରେ ମନ୍ତ୍ରୀଗଣ ଧ୍ରୁବଙ୍କର ଦ୍ୱିତୀୟ ପତ୍ନୀ ଭ୍ରମୀଙ୍କର ପୁତ୍ର ବତ୍ସରକୁ ରାଜପଦରେ ଅଭିଷିକ୍ତ କରିଥିଲେ। ବତ୍ସର ଧର୍ମପୂର୍ବକ ରାଜ୍ୟ ପାଳନ କରିବାକୁ ଲାଗିଲେ। ସୁନ୍ଦରୀ ସ୍ୱଥି ସହିତ ବତ୍ସରଙ୍କର ବିବାହ ଅନୁଷ୍ଠିତ ହୋଇଥିଲା। ବତ୍ସରଙ୍କ ଔରସରେ ସ୍ୱଥୀଙ୍କ ଗର୍ଭରୁ ପୁଷ୍ପାର୍ଣ୍ଣ, ତୀକ୍ଷ୍ଣକେତୁ, ଈଶ, ଅର୍ଜ, ବସୁ ଓ ଜୟ ନାମରେ 6 ପୁତ୍ର ଜନ୍ମଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରେ ପୁଷ୍ପାର୍ଣ୍ଣ ଥିଲେ ଜ୍ୟେଷ୍ଠ ଏବଂ ବତ୍ସରଙ୍କ ପରେ ସେ ରାଜା ହେଲେ। ପିତାମହ ଧ୍ରୁବଙ୍କ ପରି ପୁଷ୍ପାର୍ଣ୍ଣଙ୍କ ପ୍ରଭା ଓ ଯୋଷା ନାମରେ 2 ରାଣୀ ଥିଲେ। ପ୍ରଭାଙ୍କ ଗର୍ଭରୁ ଦିବାଭାଗର ତ୍ରିକାଳ ଦେବତା ପ୍ରାତ, ମଧ୍ୟାନନ୍ଦୀ ଏବଂ ସାୟଂ ନାମରେ 3 ଜଣ ଓ ଦୋଷାଙ୍କ ଗର୍ଭରୁ ରାତ୍ରିଭାଗର ତ୍ରିକାଳ ଦେବତା ପ୍ରଦୋଷ, ନିଶୀଥ ଏବଂ ବ୍ୟୁଷ୍ଟ ନାମରେ 3 ଜଣ ଜନ୍ମ ହେଲେ। ଏମାନଙ୍କ ମଧ୍ୟରେ ବ୍ୟୁଷ୍ଟ ରାଜସିଂହାସନ ଅଧିକାର କରିଥିଲେ। ବ୍ୟୁଷ୍ଟଙ୍କ ପତ୍ନୀ ପୁଷ୍କରିଣୀ ଥିଲେ ଏବଂ ତାଙ୍କ ଗର୍ଭରୁ ସର୍ବତେଜସ ନାମରେ 1 ପୁତ୍ର ଜନ୍ମଗ୍ରହଣ କଲେ। ମହାରାଜ ସର୍ବତେଜସଙ୍କ ପତ୍ନୀ ଥିଲେ ଆକୁତି, ଚକ୍ଷୁମନୁ ହେଲେ ତାଙ୍କର ପୁଅ। ଚକ୍ଷୁମନୁଙ୍କ ଔରସରେ ତାଙ୍କ ପତ୍ନୀ ନଡ୍ୱାଳଙ୍କ ଗର୍ଭରୁ ପରମ ତେଜସ୍ୱୀ ପୁତ୍ର ପୁରୁ, କୁମ୍ଭତ୍ରିତ, ଦ୍ୟୁମ୍ନ, ସତ୍ୟବାନ, ମୃତ, ବତ, ଅଗ୍ନିଷ୍ଟୋମ, ଅତ୍ରିରାତ୍ର, ପ୍ରଦ୍ୟୁମ୍ନ, ଶିବି ଓ ଉନ୍ମକ ନାମରେ 12 ପୁତ୍ର ଜନ୍ମଗ୍ରହଣ କଲେ। ଏହି ବୀର୍ଯ୍ୟବାନ ଜଗତ ବିଖ୍ୟାତ ପୁତ୍ରମାନଙ୍କ ମଧ୍ୟରେ ଉନ୍ମୁକ ରାଜା ହେଲେ। ଅନ୍ୟମାନଙ୍କ ଦେବତ୍ୱ ଲାଭ କରିବାରୁ ସବା ସାନ ପୁଅ ରାଜା ହୋଇଥିବାର ଜଣାପଡେ। ମହାରାଜ ଉନ୍ମୁକଙ୍କ ମହାରାଣୀ ଥିଲେ ପୁଷ୍କରିଣୀ। ତାଙ୍କ ଗର୍ଭରୁ ଅଙ୍ଗ, ସୁମନସ, ଖ୍ୟାତୁ, କ୍ରତୁ, ଅଙ୍ଗିରସ ଓ ଗୟ ନାମରେ 6 ପୁଅ ଜନ୍ମ ହେଲେ। ଏମାନଙ୍କ ମଧ୍ୟରେ ଜ୍ୟେଷ୍ଠ ପୁତ୍ର ଅଙ୍ଗ ରାଜା ହୋଇଥିଲେ। ମହାରାଜ ଅଙ୍ଗ ମୃତ୍ୟୁଙ୍କ କନ୍ୟା ଶୁଣି ତାଙ୍କୁ ବିବାହ କରିଥିଲେ। ତାଙ୍କର ଠାରୁ କ୍ରୂରକର୍ମା ଦୁଷ୍ଟ ବେନ ଜନ୍ମ ହୋଇଥିଲେ।
ଏହି ବେନ ଯାଗ ଯଜ୍ଞାଦି ଧର୍ମ କାର୍ଯ୍ୟ ମାନ ବନ୍ଦ କରିଦେଇଥିଲେ। ଏହା ଶୁଣି ସୌନକ ମୁନି ପଚାରିଲେ, ହେ ସୁତ, ଧ୍ରୁବଙ୍କ ପବିତ୍ର ବଂଶରେ ଜନ୍ମ ହୋଇଥିବା ମହାରାଜ ଅଙ୍ଗଙ୍କ ପର୍ଯ୍ୟନ୍ତ ରାଜାମାନଙ୍କ ଚରିତ୍ର ଶୁଣିଲୁ। ଏପରି ଏକ ପବିତ୍ର କୂଳରେ ବେନ ପରି ଜଣେ କ୍ରୂରକର୍ମା କିପରି ଜନ୍ମଗ୍ରହଣ କଲେ? କେଉଁ ପାପ ଫଳରେ ଏହା ଘଟିଲା, ତାହା ଆମକୁ ବିସ୍ତାରିତ ଭାବରେ କୁହନ୍ତୁ। ତ ମହର୍ଷି ସୁତ ତାଙ୍କୁ କହିଥିଲେ ଯେ ଯୋଉ ସମୟରେ ମୃତ୍ୟୁଙ୍କର ଝିଅ ସୁନିଥା ଜନ୍ମ ହେଇଥିଲେ, ସେ ତାଙ୍କ ବାପା ଯାହା କରୁଥିଲେ, ମୃତ୍ୟୁ ଦେବତା ଯେହେତୁ ସେ କାହାକୁ କଷ୍ଟ ଦେବା, କାହାକୁ କୋଉ ପ୍ରକାର ଦଣ୍ଡରେ ଦଣ୍ଡିତ କରିବା, ଏ କାର୍ଯ୍ୟ ସବୁ କରୁଥିଲେ। ଏବଂ ସୁନିତା ଛୋଟ ଦିନରୁ ସେ ଜିନିଷ ସେ ଦେଖିଥିଲେ ଏବଂ ସେ ଭାବୁଥିଲେ ଯେ ଅନ୍ୟକୁ କଷ୍ଟ ଦେବାରେ କାହାରି କୌଣସି ପ୍ରକାର ଆପତ୍ତି ନଥାଏ କି ଆମେ କଷ୍ଟ ଦେଲେ ମଧ୍ୟ ମାନେ ଆମେ କୌଣସି ଦୋଷରେ ଭାଗି ହେବା ନାହିଁ। ତ ସେଥିପାଇଁ ସିଏ କଣ କରିଥିଲେ ନା, ଜଣେ ଋଷି ଥିଲେ ଏବଂ ସେ ଋଷିଙ୍କୁ ପ୍ରତିଦିନ ଯାଇ ସେ ତାଙ୍କୁ ବାଡିରେ, ସେ ଧ୍ୟାନ ପ୍ରାର୍ଥନାରେ ବସିଥିବା ସମୟରେ ଜଙ୍ଗଲରେ ତାଙ୍କୁ ଯାଇକି ବାଡିରେ ମାନେ ବାଡଉଥିଲେ। ଏବଂ ଗୋଟେ ଦିନ ସେଇ ଋଷି ତାଙ୍କୁ ଅଭିଶାପ ଦେଇଥିଲେ ଯେ ତୁମରି ଗର୍ଭରୁ ଯୋଉ ପୁତ୍ର ଜନ୍ମ ନେବ, ସେ ପୁତ୍ର ମାନେ କ୍ରୂର ହବ, ତମ ଭଳି ତମର ଏଇ କ୍ରୂର ପ୍ରବୃତ୍ତି ତା ଭିତରେ ଦେଖାଦେବ। ତ ଏଇ ଜିନିଷରୁ ଆମେ ଶିଖିବା ଦରକାର ଯେ ଯେତେବେଳେ ମାତା ପିତାଙ୍କର ଗର୍ଭୋଦୟ ହୁଏ, ମାର ମାନେ ହୁଏ, ଏଇ ସମୟରେ ପ୍ରଥମରୁ ହିଁ ମାନେ ମାତା ପିତା ସତର୍କ ହେବା ଉଚିତ ଏବଂ କୌଣସି ପ୍ରକାର ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ ଯଦ୍ୱାରା କି ତାଙ୍କର ଯୋଉ ପୁତ୍ର ସନ୍ତାନ ହଉ କିମ୍ବା କନ୍ୟା ସନ୍ତାନ ଜନ୍ମ ହେବ, ସେମାନଙ୍କ ଭିତରେ ଏଇଭଳି କୌଣସି ପ୍ରକାର ଖରାପ ପ୍ରଭାବ ବା ଖରାପ ଜିନିଷ ସୃଷ୍ଟି ନ ହଉ ବା ସେମାନଙ୍କ ଭିତରେ ଏଇ ଜିନିଷ ପରିପ୍ରକାଶ ନ ପାଉ। ତ ଭାଗବତ ର ଅନେକ ଜିନିଷ ଏପର୍ଯ୍ୟନ୍ତ ମୁଁ ଭଲ ଭାବରେ ମାନେ ଜାଣିନି, କିନ୍ତୁ ଗୁରୁଜୀଙ୍କର କାଲି କହିବା ପରେ ତାକୁ ଘନ ଘନ 10 ଥର ଶୁଣିଛି ଏବଂ ଯେତିକି ମୋ ଦ୍ୱାରା ହେଇପାରିଲା ମୁଁ ଆପଣମାନଙ୍କ ପାଖରେ ପ୍ରକାଶ କଲି ଏଇ କାର୍ଯ୍ୟକ୍ରମ ମାଧ୍ୟମରେ। ଯଦି କିଛି ଭୁଲ ଥାଏ ତାହେଲେ ମତେ କ୍ଷମା ଦେବେ। ହରେ କୃଷ୍ଣ। हरे बोल माता जी, धन्यवाद। हरे हरे कृष्ण, कृष्ण। बहुत बढ़िया कले माता जी। हरे कृष्ण। हरे कृष्ण प्रभु जी, ଆଉ କିଏ ଅଛନ୍ତି ନା କ୍ଲାସ ଏଣ୍ଡ କରିବା? ପ୍ରତିମା ମାତାଜୀ କହିବେ କି କଣ କେଜାଣି? ପ୍ରଦୀପ ପ୍ରଭୁ जी କାଲି କହିବେ, କାଲି ଅନୁମୋଦନ ରଖିଲେ ହବ ନା ଆଜି କହିବେ? ଆଜି ତ ପ୍ରଦୀପ ପ୍ରଭୁ जी କାଲି ଆଜି ତ ସମୟ ହେଲାଣି, କାଲିକି ଆଉ ଆଜ୍ଞା, ପ୍ରତିମା ମାତାଜୀ, ପ୍ରଦୀପ କାଲି ପ୍ରଭୁଜୀ ଆଉ କିଏ କାଲି କହିବେ? କହିବେ। ହଁ, ପଚାରି ଦିଅନ୍ତୁ ଆଉ କିଏ କହିବେ ବୋଲି, ହ୍ୟାଣ୍ଡ ରାଇଜ କରନ୍ତୁ। हरे कृष्ण माता जी, हरे कृष्ण प्रभु जी, समस्त प्रणाम। ମୁଁ କାଲି କହିବାକୁ ଚାହୁଁଛି। ମାତାଜୀ କାଲି ଆଜ୍ଞା କହିବି ଆଜ୍ଞା କି? ମାତା जी। हाँ हाँ ସସ୍ମିତା କାଲି। ମାତାଜୀ କାଲି କହିବେ। ପ୍ରଦୀପ ପ୍ରଭୁ जी ପଚାର। ହରେ କୃଷ୍ଣ ହଁ, ପ୍ରଦୀପ ପ୍ରଭୁ। ପ୍ରଦୀପ ପ୍ରଭୁଜୀ ବି କାଲି କହିବେ। ଆଜ୍ଞା, ଆଜି କହିବେ, କାଲି ରେଡି ହେଇକି ଆସିବେ, କାଲି କହିବେ। ହରେ କୃଷ୍ଣ ପ୍ରଭୁ। ସମସ୍ତଙ୍କୁ ଧନ୍ୟବାଦ, ପ୍ରଣାମ ସମସ୍ତଙ୍କୁ। ହରେ କୃଷ୍ଣ। ବହୁତ ଭଲ କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ। ପ୍ରଣାମ। हरे कृष्ण। हरे कृष्ण हरे कृष्ण। ବିକ୍ରମ ପ୍ରଭୁଜୀ, ଆଜ୍ଞା ପ୍ରଭୁଜୀ, ହରେ କୃଷ୍ଣ। ତାହେଲେ ସମାପନ କରିବା, କରନ୍ତୁ। ଆଜ୍ଞା ଆଜ୍ଞା ପ୍ରଭୁଜୀ, କାଲିକି ପ୍ରଦୀପ ପ୍ରଭୁଜୀ ଆଉ ସେ ସସ୍ମିତା ମାତାଜୀ କହିବେ। ହଁ, ସମାପନ ପ୍ରଭୁ जी କରିଦିଅନ୍ତୁ। ଆପଣ ହୋଷ୍ଟ ଅଛନ୍ତି, ଆପଣ ଏଣ୍ଡ କରନ୍ତୁ। ସେ ରେକର୍ଡିଂ ଟା ବି ବନ୍ଦ କରିବ। ଅଭ୍ୟସ୍ତ କୃପା ସିନ୍ଧୁଭ୍ୟ ଏବ च ପତିତାନାଂ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମೋ ନମଃ। ଅନନ୍ତ କୋଟି ବୈଷ୍ଣବ ଭକ୍ତ ବୃନ୍ଦ की जय। ଶିଲ ପ୍ରଭୁପାଦ की जय। जय ଗ୍ରନ୍ଥରାଜ ଭାଗବତମ की जय। जय। ତାପରେ ଆମେ 3 ଥର ମହାମନ୍ତ୍ର କରିବା, କ୍ଲାସ ଟାକୁ ଶେଷ ହରେ କରିବା। ସମସ୍ତେ ସମବେତ ହେବା 8:30 ବେଳକୁ।
हरे कृष्ण हरे हरे कृष्ण राम, हरे हरे कृष्ण राम, कृष्ण कृष्ण हरे हरे, हरे राम 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 हरे 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 कृष्ण कृष्ण हरे हरे, हरे राम, हरे राम 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 हरे हरे कृष्ण हरे, हरे राम, हरे हरे राम, हरे कृष्ण 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 हरे 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 कृष्ण राम राम हरे हरे कृष्ण प्रभु जी प्रणाम। हरे कृष्ण ସମସ୍ତଙ୍କୁ ପ୍ରଣାମ। हरे कृष्ण हरे प्रभु जी हरे प्रणाम कृष्ण माता जी प्रणाम। ସମସ୍ତଙ୍କୁ ପ୍ରଣାମ। प्रणाम। हरे कृष्ण प्रभु जी प्रणाम। विक्रम प्रभु जी एंड करंतु। ଆଜ୍ଞା ପ୍ରଭୁଜୀ ପ୍ରଭୁଙ୍କୁ ମୁଁ କହିଦେଲି କହୁଥିଲି ସେ ରେକର୍ଡିଂ କରୁଥିଲେ ସେଟା ବନ୍ଦ କରିଦେବେ ପ୍ରଥମେ ତାପରେ ବନ୍ଦ କରିଦେବା। अच्छा ठीक ଅଛି। ହରେ କୃଷ୍ଣ ପ୍ରଭୁଜୀ କାଲି ପୁଣି ଦେଖା ହବା। ବିକ୍ରମ ବାବୁ जी ଆପଣ ହୋଷ୍ଟ ଅଛନ୍ତି ନା ଆପଣ ଏଣ୍ଡ କରନ୍ତୁ। କିଏ host ଅଛନ୍ତି?